हे भगवान, तुम्हारी इच्छा पूर्ण हेउ, तुम कर्म संसिद्ध हेउ। आम भक्ति को दृढ़ कर, समर्पण को वर्धित कर, पथ ज्योतिर्मय कर। अंतरे अभिमानित ते परम अधीश्वर रूपे प्रतिष्ठा कर। तू जेपरी समग्र पृथ्वीर परम अधीश्वर हो पारू। आम्भମାନଙ୍କର ବାକ୍ୟ ଏବେ ବି ଅଜ୍ଞାନାଚ୍ଛନ୍ନ ତାହାକୁ ଆଲୋକିତ କର। ଆମ୍ଭମାନଙ୍କର ଅଭିପ୍ସା ଏବେ ବି ମଳିନ ତାହାକୁ ଶୁଦ୍ଧ କର। ଆମ୍ଭମାନଙ୍କର କର୍ମ ଏବେ ବି ଅସମର୍ଥ ତାହାକୁ ସାମର୍ଥ୍ୟଯୁକ୍ତ କର। हे ଭଗବାନ, ଏ ପୃଥିବୀ ଆର୍ତ ଶୋକଗ୍ରସ୍ତ ବିଶୃଙ୍ଖଳା ଏହାକୁ ବାସଗୋର କରିଛି। ଅନ୍ଧକାର ଏତେ ଘନୀଭୂତ ଯେ ଏକମାତ୍ର ତୁ ହିଁ ତାକୁ ଦୂର କରିପାରୁ। ଆସ, ପ୍ରକାଶ ହୁଅ, କର୍ମ ତୋର ସଂସିଦ୍ଧ ହେଉ। ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ଦିବ୍ୟ ଜନନୀ ଶ୍ରୀ ମାଙ୍କର ଚରଣରେ ମୋର ଗଭୀର କୃତଜ୍ଞତାର ସହିତ ଭୂମିଷ୍ଠ ପ୍ରଣାମ କରି ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଏବଂ ତତ୍ସଙ୍ଗେ ସଙ୍ଗେ ସେମାନଙ୍କୁ ପ୍ରାର୍ଥନା କରୁଛି ସେମାନେ ଯେପରି ଆମର ଏ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବକ୍ତା ଓ ଶ୍ରୋତା ଉଭୟଙ୍କୁ ଏଭଳି ଭାବେ ଦିଗ୍ଦର୍ଶନ ଦେବେ ଯାରି ଫଳରେ ବୁଝିବା ବୁଝେଇବା ସହଜତର ହେବ। ତତ୍ସହିତ ଯେଉଁମାନେ ଯୋଗ ଦେଇଛନ୍ତି ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର ପୂର୍ବକ ସ୍ୱାଗତ କରୁଛି ଏବଂ ଆପଣମାନେ ଏଥିରେ ଯୋଗ ଦେଇ ଆପଣଙ୍କ ଆଧ୍ୟାତ୍ମିକ ଉନ୍ନତିରେ ସହାୟତା ହୁଅନ୍ତୁ, ଏତିକି ମାଙ୍କ ପାଖରେ ପ୍ରାର୍ଥନା କରୁଛୁ। ଆମେ ଗତ ଥର ଯେଉଁ ଲେଖା ଦିଆ ହେଇଥିଲା ତା ଭିତରୁ କିଛି ଅଂଶ ରହିଯାଇଛି ଏବଂ এই ଅଷ୍ଟମ କ୍ୟାଣ୍ଟର ଶେଷ ଅଂଶଟି ଆଜି ଆମେ ପାଠ କରିବା। ତା ସହିତ ନବମ କ୍ୟାଣ୍ଟର କିଛି ଅଂଶ ଆରମ୍ଭ କରିବା। ଯେଉଁ କାଗଜ ଆଜି ଆପଣଙ୍କୁ ଦିଆଯାଇଛି ସେ ହେଉଛି ନବମ କ୍ୟାଣ୍ଟର, କିନ୍ତୁ ଅଷ୍ଟମ କ୍ୟାଣ୍ଟର ଶେଷ ଭାଗଟା ଗତ ଥର ଦିଆହେଇଥିଲା। ଯୋଉଠି ଛାଡ଼ିଥିଲେ ଆମେ ସେଇଠୁ ଆରମ୍ଭ କରିକି କରିବା, ଟିକେ ଆଗକୁ ଯାଇକରି ଆରମ୍ଭ କରିବା। ସେଥିରେ ଆଗରୁ ଆମେ ପଢିଥିଲେ ଯେ into the abysmal secrecy he came, where darkness peers from her mattress, grey and nude, and stood on the last locked subconscious floor, where being slept unconscious of its thoughts and built the world not knowing what it built. ଅଶ୍ୱପତିଙ୍କର ଯାତ୍ରାରେ ଅଶ୍ୱପତି ଆସିକି ଗୋଟେ ଅବସ୍ଥାରେ ପହଞ୍ଚିଲେ ଅତଳ ଗୋପନୀୟତା ମଧ୍ୟକୁ ସେ ଆସିଲେ। ଅଶ୍ୱପତି ଆସି ଅତଳ ଗୋପନୀୟତା ମଧ୍ୟକୁ ଆସିଲେ। ସିକ୍ରେସି ଅଫ୍ ଦି ଏବିସ୍ମାଲ ସିକ୍ରେସି, ଯେଉଁଠାରେ ଅନ୍ଧକାର ଧୂସର ଉନ୍ମଗ୍ନ ହୋଇ ଏକଲୟରେ ନିରୀକ୍ଷଣ କରୁଥାଏ ତାର ଶଯ୍ୟା ପୃଷ୍ଠରୁ। ଅନ୍ଧକାର ତାର ଶଯ୍ୟା ପୃଷ୍ଠରୁ ଏକନିଷ୍ଠ ହୋଇ ଦେଖୁଥାଏ ଗଲା ଏବଂ ଅବଚେତନାର ଶେଷ ତାଲାବଦ୍ଧ ଚଟ୍ଟାଣ ଉପରେ ସେ ଦଣ୍ଡାୟମାନ ହେଲେ। ଅଶ୍ୱପତି ଆସିକି ଦଣ୍ଡାୟମାନ ହେଲେ କୋଉଠି? ଅବଚେତନାର ଶେଷ ଷ୍ଟେପ, ଶେଷ ପଦକ୍ଷେପ ଯୋଉଠି ତାଲା ପଡିଛି ସେ ତାଲାବଦ୍ଧ ଚଟାଣ ଉପରେ ଆସି ଅଶ୍ୱପତି ବର୍ତ୍ତମାନ ଠିଆ ହେଇଛନ୍ତି। ଯେଉଁଠାରେ ସେଠାରେ ପରମ ସତ୍ତା ବି ଅଛନ୍ତି। ପରମ ସତ୍ତା ନଥାଇକିରି ସୃଷ୍ଟିରେ କିଛି ବି ନାହିଁ। ବିଇଙ୍ଗ ଅର୍ଥ ହଉଛି ପରମ ସତ୍ତା। ମୁଁ ଆରଥର କହିଥିଲି ବି କ୍ୟାପିଟାଲ ହେଲେ ସବୁବେଳେ ଇଟ ଇଣ୍ଡିକେଟ୍ସ ବିଇଙ୍ଗ ପ୍ରପର ହେଲେ ସବୁବେଳେ ବି କ୍ୟାପିଟାଲ ହେଲେ ସବୁବେଳେ ଇଟ ଇଣ୍ଡିକେଟ୍ସ ସେ ପରମ ସତ୍ତା ସଚ୍ଚିଦାନନ୍ଦ ଏବଂ ବିଶ୍ୱର ପ୍ରତ୍ୟେକ ବସ୍ତୁକୁ ଧାରଣ କରିଛନ୍ତି ସଚ୍ଚିଦାନନ୍ଦ ଏବଂ ସେଇଥିପାଇଁ
they are waiting its hour to future late ସେଠି ଭବିଷ୍ୟତରେ କଣ ହବ ସେଟାକୁ ନ ଜାଣି ସେଇ ମୁହୂର୍ତ୍ତକୁ ଅପେକ୍ଷା କରିଥିଲା ଭବିଷ୍ୟତ ସେଠାରେ ତାର ମୁହୂର୍ତ୍ତକୁ ଅପେକ୍ଷା କରି ଭବିଷ୍ୟତ ଅଜ୍ଞାତ ଭାବେ ପଡି ରହିଥିଲା କଣ ହବାକୁ ଯାଉଛି ସେଠାରେ ଅବଲୁପ୍ତ ନକ୍ଷତ୍ର ରାଜିର ଅଭିଲେଖ ରହିଥାଏ ଏଇଟା କଣ ଇଣ୍ଡିକେଟ କରୁଛି ଅବଲୁପ୍ତ ନକ୍ଷତ୍ର ସୃଷ୍ଟି ଚାଲିଛି ନକ୍ଷତ୍ର ନଷ୍ଟ ହଉଛି ଏ ସବୁର ରେକର୍ଡ ସେଠି ଅଛି ଅର୍ଥାତ୍ ସେଇ ଜାଗାରେ ସୃଷ୍ଟିର ଆରମ୍ଭରୁ ଏ ପର୍ଯ୍ୟନ୍ତ ଯାହା ସଂଗଠିତ ହେଇଛି ସବୁ ରେକର୍ଡ ହେଇକି ଅଛି ସେଇ କଥାଟି ଏଠି ଇଣ୍ଡିକେଟ କରୁଛନ୍ତି ଏବଂ ବିଶ୍ୱ ପ୍ରକୃତିର ପରିବର୍ତ୍ତନର ସଂଗୁପ୍ତ ସୂତ୍ର ବା ଚାବି ବି ସେଠାରେ ଦେଖିଲେ ସେ ଚାବିଟି ହଉଛି କଣ ସେଇ ଚାବିଟି କଣ ଦେଖିଲେ ବିଶ୍ୱ ପ୍ରକୃତି ପରିବର୍ତ୍ତନ ଯୋଉ ବିଶ୍ୱ ପ୍ରକୃତି ବର୍ତ୍ତମାନ କ୍ରିୟାଶୀଳ ନାନା ପ୍ରକାର ଦୁଃଖ ଯନ୍ତ୍ରଣା ଏବଂ ନାନା ପ୍ରକାର ଅଭାବ ଅସୁବିଧା ନାନା ପ୍ରକାର ଅସ୍ଥିରତା ତାକୁ ନେଇକରି ଯୋଉ ବିଶ୍ୱ ପ୍ରକୃତି ଚାଲିଛି ସେଇ ବିଶ୍ୱ ପ୍ରକୃତିର ଚାବିଟି ଅଶୋପତି ସେଠାରେ ଦେଖିଲେ ଏ କଥାଟା ପରେ ଆଉ ଥରେ ଆସିବ ତାପରେ କଣ ଘଟିଲା ଏ ଲାଇଟ୍ ୱାଜ with him an invisible hand was laid upon the error and the pain till it became a quivering ecstasy the shock of sweetness of an arm's embrace ଏହି ଅବସ୍ଥାରେ ଅଶୋପତିଙ୍କ ତାଙ୍କ ସହିତ ଏକ ଦିବ୍ୟାଲୋକ ରହିଥିଲା ଯେହେତୁ ଅଶୋପତିଙ୍କ ସାଙ୍ଗରେ ଗୋଟେ ଦିବ୍ୟାଲୋକ ଅଛି ଆଗରୁ ଆମେ କହିଛେ ସିଏ ଦୁଇ ହାତ ଯୋଡି ଆଞ୍ଜୁଳାରେ ତାଙ୍କର ଆଲୋକକୁ ଧାରଣ କରିଥିଲେ ଆତ୍ମାର ଆଲୋକ ସେଠୁ ଯୋଉ ବିଚ୍ଛୁରିତ ହଉଥିଲା ତାକୁ ଧାରଣ କରିଥିଲେ ଏବଂ ସେ ଶକ୍ତି ବଳରେ ହିଁ ମିଥ୍ୟାଚାରର ଏବଂ ମହା ଅନ୍ଧକାରର ଏଇ ଯୋଉ ଭିତର ଦେଇକି ସେ ଯାତ୍ରା କରୁଥିଲେ ସେଇ ଆଲୋକ ହିଁ ତାଙ୍କୁ ସେଥିରେ ଲିଡ୍ କରୁଥିଲା ବା ତାଙ୍କୁ ସେଥିରେ ରକ୍ଷା କରୁଥିଲା ଏବଂ ସେଇ ଦିବ୍ୟାଲୋକ ହିଁ ତାଙ୍କ ସହିତ ରହିଥିଲା ତା ସହିତ ଏକ ଅଦୃଶ୍ୟ ହସ୍ତ ଭ୍ରାନ୍ତି ଓ ଯନ୍ତ୍ରଣା ଉପରେ ସ୍ଥାପିତ ହେଲା ଜଗତରେ ଯୋଉ ଭ୍ରାନ୍ତି ଅଛି ଯୋଉ ଯନ୍ତ୍ରଣା ଅଛି ଯୋଉଥିରେ ସୃଷ୍ଟିରେ ସମସ୍ତେ ଛଟପଟ ହଉଛନ୍ତି ଅଶୋପତି ଏକ ହାତ ତାରି ଉପରେ ସ୍ଥାପନ କଲେ ସେଇ ଅଦୃଶ୍ୟ ଦିବ୍ୟାଲୋକ ତାପରେ ଏକ ହସ୍ତ ସ୍ଥାପନ କଲା କୋ ପର୍ଯ୍ୟନ୍ତ ସେ ହାତ ରହିଲା ଟିଲ୍ ଭ୍ରାନ୍ତି ଓ ଯନ୍ତ୍ରଣା ଏକ ଶିହରିତ ହର୍ଷନ୍ମାଦ ଓ ତୀବ୍ର ଆନନ୍ଦ ଲାସ ତଥା ଏକ ବାହୁବଳୟର ମାଧୁର୍ଯ୍ୟ ଅଭିପାତ ନହେଲା ଯାଏ ସେ ଏପରି ଭାବରେ ରହିଲା ସେ ହସ୍ତ ଯେ ଭ୍ରାନ୍ତି ଓ ଯନ୍ତ୍ରଣାକୁ ପରିଣତ କରିଦେଲା ହର୍ଷୋନ୍ମାଦ ବା ତୀବ୍ର ଆନନ୍ଦ ଲାସରେ ପରିଣତ କଲା ଏବଂ ଏକ ମାଧୁର୍ଯ୍ୟର ବାହୁବଳୟ ଏକ ମାଧୁର୍ଯ୍ୟର ବାୟୁବଳ ତାଙ୍କୁ ମାଧୁର୍ଯ୍ୟର ବାହୁବଳୟର ଅଭିପାତନ ଏଟା ନହେଲା ଯାଏ ସେ ରହିଲା ଅର୍ଥାତ୍ ସିଏ ଥିଲା ଯେତେବେଳେ ଏଇ ଘଟଣାଟି ଘଟିବା ପର୍ଯ୍ୟନ୍ତ ଏଠି କଣ ଦର୍ଶଉଛି ନା ଅଶୋପତି ଯୋଉ ଦୁଃଖ ଯନ୍ତ୍ରଣା ଭିତରେ ଦେଇକି ଯାଉଥିଲେ ବର୍ତ୍ତମାନ ଅବସ୍ଥାରେ ତାଙ୍କର ଦୁଃଖ ଯନ୍ତ୍ରଣା ଉପରେ ଗୋଟେ ହାତ ସ୍ଥାପିତ ହେଲା ଆଉ ସେ ହାତ ରହିଲା ଯେମିତି ଅଶୋପତିଙ୍କର ସେଇ ଯନ୍ତ୍ରଣା ପରିଣତ ହବ ହର୍ଷୋନ୍ମାଦର ଆନନ୍ଦ ଲାସରେ ପରିଣତ ହବ ଏବଂ ମାଧୁର୍ଯ୍ୟର ବାହୁବଳ ଭିତରେ ସେ ରହିବେ ମଧୁରତାର ବାହୁବଳ ଭିତରେ ସେ ରହିବେ ଏଇଭଳି ଏକ ଅବସ୍ଥା ବର୍ତ୍ତମାନ ଅଶୋପତିଙ୍କ ଭିତରେ ଘଟିଲା ତାପରେ କଣ ହେଲା ସେ ଦେଖିଲେ କଣ ସବୁ ଦେଖିଲେ ବର୍ଣ୍ଣନା ହେଇଛି ସେଥିପାଇଁ ଅଣ୍ଡରଲାଇନ ହେଇଛି ସେପଟୁ ଶେଷକୁ ସେଟା ଆସିବ ମହାନିଶା ମଧ୍ୟରେ ସେ ପରମ ଶାଶ୍ୱତଙ୍କ ଛାୟାମୟ ଅବଗୁଣ୍ଠନ ଅବଲୋକନ କଲେ ମହାନିଶା ମଧ୍ୟରେ ଇନ୍ ନାଇଟ୍ ଦି ଇଟର୍ନାଲ ସାଡୱେ ଭେଲ୍ ଅର୍ଥାତ୍ ଇଟର୍ନାଲ ତା ଭିତରେ ଅଛନ୍ତି ତାକୁ ଗୋଟେ ଭେଲ୍ ପଡିଛି ଅବଗୁଣ୍ଠନ ପଡିଛି ଯାହାକି ମହାନିଶା ଭଳିଆ ଅଛି ମହାନିଶା ମତରେ ମଧ୍ୟ ସେଇ ଇଟର୍ନାଲ ଅଛନ୍ତି କିନ୍ତୁ ଗୋଟେ ଭେଲ୍ ପଡିକି ରହିଛନ୍ତି ତାକୁ ସେ ଦେଖିଲେ ତାପରେ କଣ ହେଲା ଜୀବନ ରୂପୀ ଗୃହର ଏକ
भूगर्भस्थ प्रकोष्ठ रूपे मृत्यु को जानिले एठी मृत्युटा कौन अशोपति एठी जानिले मृत्युटा कौन जीवन रूपी गृह सेलार अर्थ होची जे आजिकल जमी अंडरग्राउंड कक्ष सब तैयारी करुछंती एटा कुआडे विदेश रे बहुत अच्छी आम देश रे आस्ते आस्ते होची सेतिर सब स्टोर जिनिस रखियो स्टोर करिवे एकरी वर्णना है कि से भितर सब मूषा फूषा नाना प्रकार जीवजंतु ता भितर रोचे से स्टोर भितर रहते सेटा होची अंडरग्राउंड ताकू कहते सेलार जे जीवन रूपी जीवन को जब आम गोटे गृह बोली कहवा से गृहर भूगर्भस्थ प्रकोष्ठ मृत्यु जानिले से भूगर्भस्थ जो प्रकोष्ठटी अच्छी से हूँ मृत्यु ये रही प्रलय मध्य सृष्टिर त्वरित गति रे अनुभव कले एसब हवा सत्वे अश्वपति कौन अनुभव कर प्रलय मध्य सृष्टिर त्वरित गति वेग प्रलय ना सृष्टि के आगू जापर त्वरित भाव से गति करने मझे मझे प्रलयर आवश्यकता है पुणी कहते क्षति को एक स्वर्गीय संपद लाभर मूल्य रूपे प्रलय हेले बहुत क्षति हम सबू जिनस नष्ट हो से नष्ट पर जो नूतन जिनस सृष्टि हेब से नूतन जिनस हूँ स्वर्गीय संपद लाभ हम सृष्टि एक उच्चतर अवस्था को जीव तेणु जी नष्ट हेले भी उच्चतर लाभ मिल एणु नर्करु स्वर्गर एवं ये नर्क कौन प्रलय भितर नर्क हो प्रलय भितर सब नष्ट हवा परे स्वर्ग द्वार देश में पहुंचवार सक्षम जिते थर प्रलय हम जिते थर नष्ट हम से नुआ नुआ जिन सृष्टि हम एवं धीरे 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 स्वर्ग में परिणत हो एक कथा को अश्वपति देखिले अनुभव कले Then in illusions occult factory and in the inconscient's magic printing house torn were the formats of the primal night and shattered the stereotypes of the ignorance. एक कथा हवा परे से गोटे घटना घटला महामायर निगूढ़ कारखाना महामाया को गोटे कारखाना संगे तुलना कर कारखाना कौन हुए नुआ जिनस तैयारी हुए नुआ नुआ जिनस तैयारी हुए कौन तैयारी हुए तार सब फॉर्मेट अच्छी फॉर्मेट जो फॉर्मेट क्या कहता ना गोटे रूप दि जाए गोटे ढंग दि जाए से सब जो महानिशार व्यवस्थार ढंग कौ व्यवस्था कौट या प्रेस मानक सब फॉर्मेट थाए प्रेस रे आगे गोटे फॉर्मेट तैयारी हुए से प्रिंट हुए प्रिंट हो चलो जिते प्रकार कॉपी चाहे चलो एवं सब कॉपी बाहर सारापर से फॉर्मेटा भांगी आउ गोटे फॉर्मेट तैयारी हुए प्रेस रे ये कार्य प्रेस रे हुए ठीक से भाया से कारखाना रे महानिष्ठतार जादुमय मुद्रणालय जादुमय महानिष्ठ मुद्रणालय आदिम महानिष्ठार व्यवस्था ढंग और पद्धति आदिम महानिशार जो व्यवस्थार ढंग रही जो पद्धति रही जो सृष्टि नुआ नुआ जिन आगे जाऊँगी से फर्माट गुड़ाक सब से ढंग गुड़ा सब भांगिक नुआ तैयारी हम जेहेतु प्रलय होती पुणी नुआ तैयारी हम नुआ तैयारी आग को जीव से गुड़ा सब भांगार एक कथा भी अश्वपति अनुभव कले आदिम महानिशार व्यवस्था ढंग पद्धति को विभिन्न होता सब देखिले प्रलय एवं गतानुगतिक राजी छिन्न भिन्न होता देखो प्रलय हेले जो गतानुगतिक धारा रे ए पर्यंत सृष्टि आसिला से जो फॉर्मेट रे ए सृष्टि तैयारी हैला प्रलय रे सब नष्ट हो जाए से गतानुगतिक धारा मध्य नथिबो कि से फॉर्मेट नथिबो ये सब अवलोकन कले अश्वपति तापर कौन हैला Alive, breathing a deep spiritual breath, nature expunged her stiff mechanical code, and the articles of the bound soul's contract, falsehood gave back to truth her tortured shape.
ଏ କଥା ହେବା ପରେ ବହୁ ଜିନିଷ ଘଟିଲା। କଣ ଘଟିଲା? ଜୀବନ୍ତ ହୋଇ ଏକ ଗଭୀର ଆଧ୍ୟାତ୍ମ ନିଶ୍ୱାସ ଗ୍ରହଣ କରି ବିଶ୍ୱ ପ୍ରକୃତି ତାର ଅନମନୀୟ ଯାନ୍ତ୍ରିକ ନିୟମାବଳୀ ଏବଂ ବଦ୍ଧ ଆତ୍ମାର ତା ସହିତ ହୋଇଥିବା ଚୁକ୍ତିପତ୍ର ସବୁ ଧାରା ସକଳ ମିଥ୍ୟା ତାର ଯନ୍ତ୍ରଣାକୃଷ୍ଟ ଆକାର ଓ ପରମ ସତ୍ୟକୁ ଫେରାଇ ଦେଲା। କଣ ହେଲା? ଏଲିମ୍ ଜୀବନ୍ତ ହୋଇ ଗଭୀର ଆଧ୍ୟାତ୍ମ ନିଶ୍ୱାସ ଗ୍ରହଣ କରି ବିଶ୍ୱ ପ୍ରକୃତ ଭିତରେ ଗୁଡାଏ ଅନ୍ୟ ମାନେ ବିଶ୍ୱ ପ୍ରକୃତି ଯେମିତି ଚାଲିଛି ଧାରାଟା ତିଆରି ହେଇଥିଲା ଏବଂ ସେ ଧାରାଟା ଭାଙ୍ଗିଗଲା ଅର୍ଥ ବିଶ୍ୱ ପ୍ରକୃତିର ଯୋଉ ଅନିୟମନୀୟତା ଥିଲା ଆଉ ବଦଳ ହେଇପାରିବନି ବୋଲି ଥିଲା, ପ୍ରଳୟ ଭିତରେ ସେ ଭାଙ୍ଗିଯିବା ପରେ ତାର ଯାନ୍ତ୍ରିକ ନିୟମାବଳୀ ସବୁ ତାହା ତିଆରି ହେଇଥିଲା ବିଶ୍ୱ ପ୍ରକୃତି ଭିତରେ ସେ ସବୁ ଜିନିଷ ଏବଂ ବଦ୍ଧ ଆତ୍ମାର ସହିତ ଚୁକ୍ତିପତ୍ରର ଧାରା ସକଳ ଏଇଟା କଣ? ଆତ୍ମା ସାଙ୍ଗରେ ବିଶ୍ୱ ପ୍ରକୃତିର ଗୋଟାଏ ଚୁକ୍ତିପତ୍ର ହେଇଥାଏ। ଯେତେବେଳେ ଆତ୍ମା ସୃଷ୍ଟି ଭିତରକୁ ଆସିକି ଜୀବନ ଧାରଣ କରେ ସେତିକି ବେଳେ ବିଶ୍ୱ ପ୍ରକୃତି ଶାସନ କରୁଥାଏ। ଆତ୍ମାର ଶାସନ ସ୍ୱତନ୍ତ୍ର। ଆତ୍ମାର ସବୁ ଶାସନକୁ ଏକାଥରେ ବିଶ୍ୱ ପ୍ରକୃତି କରିପାରିବନି। ତାର କ୍ଷମତା ସୀମିତ, ଆତ୍ମାର କ୍ଷମତା ବହୁତ ବେଶୀ। ଆତ୍ମଶକ୍ତିର କ୍ଷମତା ବହୁତ ବେଶୀ। ଆତ୍ମଶକ୍ତି ଚାହୁଁଛି ତାକୁ ଶୀଘ୍ର ଶୀଘ୍ର କରିବା ପାଇଁ କିନ୍ତୁ ପ୍ରକୃତି ତାକୁ ଛାଡିବନି। କାରଣ ଚୁକ୍ତିପତ୍ର ହେଇଥାଏ। ମୁଁ ଯେତିକି ଯେତିକି ଯିବି ସେତିକି ସେତିକି ଯିବି। ତମେ ମତେ ବାଧ୍ୟ କରିକରି ଆଗକୁ ନେଇପାରିବନି। ଏଇଭଳିଆ ଗୋଟେ ଚୁକ୍ତି ହେଇଥାଏ ଆତ୍ମାର ଶକ୍ତି ସହିତ ବିଶ୍ୱ ପ୍ରକୃତିର ଶକ୍ତିର। ସେ କଣ ହେଲା ସେ ଚୁକ୍ତି କଣ ହେଲା ଏବଂ ବିଶ୍ୱ ପ୍ରକୃତିର ନିୟମ ଯାନ୍ତ୍ରିକ ନିୟମାବଳୀ ଏବଂ ବଦ୍ଧ ଆତ୍ମାର ଆତ୍ମା ବାନ୍ଧି ହେଇକି ରହିଲା। ଆତ୍ମା ଆଉ କିଛି କରିପାରିବନି ତାର କିଛି କ୍ଷମତା ନାହିଁ। ବିଶ୍ୱ ପ୍ରକୃତି ଯେତିକି ଆଲାଉ କରିବ ଆତ୍ମା ସେତିକି ପରିବର୍ତ୍ତନ କରିବ। ଅଧିକା କରିପାରିବନି। ପ୍ରକୃତିର କ୍ଷମତାଶାଳୀ ପ୍ରକୃତି କ୍ଷମତାଶାଳୀ ଯେ ବିଶ୍ୱ ପ୍ରକୃତି ହିଁ ସୃଷ୍ଟି ତିଆରି କରିଛି ତେଣୁ ତାର କ୍ଷମତା ଯଥେଷ୍ଟ ବେଶୀ। ଆତ୍ମାର କ୍ଷମତା ସେଠି କାର୍ଯ୍ୟକାରୀ ହବନି। ତେଣୁ ସେଇ ଯୋଉ ଚୁକ୍ତିପତ୍ର ଧାରା ସକଳ ମିଥ୍ୟାଚାର ତାର ଯନ୍ତ୍ରାକୃଷ୍ଟ ଆକାର ପରମ ସତ୍ୟକୁ ଫେରାଇଦେଲା। ସେସବୁ ହବା ସାଙ୍ଗେ ସାଙ୍ଗେ ମିଥ୍ୟାଚାର ଭିତରେ ଯୋଉ ଯନ୍ତ୍ରଣାକୃଷ୍ଟ ଆକରଣ ଥିଲା ମିଥ୍ୟାଚାର ବଦଳରେ ଯୋଉ ଯନ୍ତ୍ରଣା ଅଶପତି ଭୋଗ କରି ଏ ପର୍ଯ୍ୟନ୍ତ ଆସିଲେ ଯୋଉ ସବୁ ଘଟଣା ହେଇଥିଲା ସେ ସବୁ ହେଇକି ସେ ସବୁ ପରମ ସତ୍ୟକୁ ସେ ପ୍ରକାଶିତ ହେଲା ପରମ ସତ୍ୟକୁ ସବୁ ଫେରେଇ ଦେଲେ। ଏଠି ଗୋଟେ ପ୍ରଶ୍ନ ଆପଣଙ୍କ ଭିତରେ ଉଠିପାରେ ଯୋଉମାନେ ଖୁବ ସଚେତନ ତାଙ୍କ ଭିତରେ ଏଇ ପ୍ରଶ୍ନଟା ଉଠିପାରେ ଯଦି ଏତେ କଥା ଘଟିଲା ବିଶ୍ୱ ପ୍ରକୃତିର ଯଦି ପରିବର୍ତ୍ତନ ହେଲା ପୁଣି ନୂଆ ଫର୍ମାଟ ଯଦି ତିଆରି ହେବାକୁ ଯାଉଛି ସୃଷ୍ଟି ଯଦି ଅଗ୍ରଗତି କଲା ଏବଂ ତାରି ଭିତରେ ଯୋଉ ବିଶ୍ୱ ପ୍ରକୃତିର ନିୟମାବଳୀ ଭାଙ୍ଗିଲା ଏସବୁ ଘଟଣା ଯଦି ହେଲା କାହିଁ ପୃଥିବୀରେ କିଛି ହେଇନି ତ। ପୃଥ୍ବୀ ତ ଯେମିତି ଥିଲା ସେମିତି ଅନ୍ୟାୟ ଭିତରେ ଚାଲିଛି। ଏବଂ ପୃଥିବୀ ଯେମିତି ଥିଲା ସେମିତି ତା ଭିତରେ ନାନା ଦୁର୍ନୟ ଦୁର୍ବିପାକ ହେଇ ଚାଲିଛି। ବଦଳିଛି କଣ? ଅଶପତି ଗୁଡା ଦେଖିଲେ ମାନେ ଏଗୁଡା ସବୁ ବଦଳିଯିବା କଥା ସଂସାରରେ। ଏ ପରିବର୍ତ୍ତନ ଟା ଅଶପତିଙ୍କ କ୍ଷେତ୍ରରେ ଘଟିଛି। ବିଶ୍ୱରେ ଏ ପ୍ରକୃତି ଘଟିନାହିଁ। ଅଶପତି ଯୋଉ ବିଶ୍ଵ ପ୍ରକୃତିକୁ ଧାରଣ କରିଥିଲେ ଅଶପତି ଯେଉଁ ଚୁକ୍ତି ପତ୍ରରେ ତାଙ୍କର ଆତ୍ମା ପ୍ରକୃତି ସାଙ୍ଗେ ହେଇଥିଲା ତାଙ୍କ କ୍ଷେତ୍ରରେ ଏଇଟା ଘଟିଛି। ଜଣେ ବୈଜ୍ଞାନିକ ଗବେଷଣା କରି ଗୋଟେ ଔଷଧ ବାହାର କଲା ତାକୁ ଖାଇଦେଲେ କାହାକୁ ଆଉ କ୍ୟାନ୍ସର ରୋଗ ହବନି କିମ୍ବା ଗୋଟେ ଅସାଧ୍ୟ ରୋଗ ହବନି। ସେ ଗବେଷଣା କରି କରି ସେ ଔଷଧ ଟାକୁ ତିଆରି କଲେ। ତାର ଅର୍ଥ ସଂସାରରେ ସବୁ କ୍ୟାନ୍ସର ରୋଗୀ ଭଲ ହେଇଯିବେ। ଏବଂ ସେ ତତ୍ଵଟାକୁ ସେ ପ୍ରକାଶ କରିବେ ସେ ତତ୍ଵ ପାଇଁ ଫ୍ୟାକ୍ଟ୍ରି ତିଆରି ହବ। କମ୍ପାନୀ ବାହାରିବେ ତାକୁ ସବୁ ତିଆରି କରିବେ ପ୍ରସ୍ତୁତ କରିବେ। ଔଷଧ ତିଆରି କରିବେ ଔଷଧ ମାର୍କେଟରେ ମିଳିବ ସେ ଔଷଧ ଆଣିକି ଯିଏ ଖାଇବ ସେ କ୍ୟାନ୍ସର ମୁକ୍ତ ହବ। ଏ ଯୋଉ କ୍ରିୟା ଏ ଯୋଉ ପ୍ରୋସେସ ସେ ପ୍ରୋସେସ ପରବର୍ତ୍ତୀ ଉପରେ ନହେଲା ଯାଏଁ ଅଶୁପତି ଯାହା ଉପଲବ୍ଧି କରିଛନ୍ତି ସେଗୁଡାକ ସଂସାରରେ ଘଟି ପାରିବ ନାହିଁ। ଅଶୁପତିଙ୍କ କ୍ଷେତ୍ରରେ ଏସବୁ ପରିବର୍ତ୍ତନ ହେଲା। କିନ୍ତୁ ସଂସାରରେ ପରିବର୍ତ୍ତନ ହେଇନି ସଂସାରରେ ବହୁତ କାର୍ଯ୍ୟ କରିବାକୁ ହବ ଏଇ କଥା ପରାତ୍ପର ପର୍ବ ମଧ୍ୟ
सावित्री की कही तुम्हें ये सब जिनस प्रस्तुत कर मु तुमको सबू जिनस दान करुच्ची तुम्हें जहाँ चाहे कि प्रकृति तुम्हें ये सब कार्य को प्रस्तुत करने को हो जगत ना किए धारण कर धारण कर रखला भाया क्षमता प्रस्तुत करने को पड़ो से क्षमताटा अश्वपति हासिल कर तेणु अश्वपति क्षेत्र में से घटला आउ कौन है गोटे मिनिट भाई गोटे मिनिट जो एक्सपाउंडर जो नेचर एक्सपाउंडर स्टीप मैकेनिकल कोड एक्सपाउंडर हमर ओडिया मीनिंग ता दिया है नहीं विश्व प्रकृति तार नमनीय यांत्रिक नियमावली ओहो नियमावली एक्सपाउंडर एक्सपाउंडर ताको लिखि दियो से एक्सपाउंडर अर्थ होची ताको संपूर्ण रूपे उठे नेबा अच्छा एक्सपाउंडर अर्थ उठे नि जिवा लिखले हाँ हाँ कोंतु नियमावली उठे नेला नियमावली यांत्रिक नियमावली उठे नेला एक्सपाउंड हेला सो जो नियम करथिला विश्व प्रकृति से नियम भितर चलुला किंतु अश्वपति क्षेत्र में से नियम आ कार्यकारी है तार यांत्रिक नियमावली उठे ना विश्व प्रकृति सरी से रही ठीक कथा एवं बद्ध आत्मार ता सहित चुक्तिपत्र धारा सकल मिथ्याचार जंत्रणाकृष्ट आकार परम सत्य को फेरदेला ये परम सत्य प्रतिष्ठित होगा विश्वपतिर जो क्रिया है अश्वपति क्षेत्र में परम सत्य प्रतिष्ठा है अश्वपति भितर सब घटला The skillful penman's unseen finger wrote his swift intuitive calligraphy. Art's form made his divine documents. The wisdom embodied mind could not reveal inconscience saved from the world's voiceless breast. Transfigured were the fixed schemes of reasoning thought. कौन है सब ए सब गुड़ाक आप मन करे अश्वपति भितर घटुच ये बाहर प्रकृति है नहीं पर्यंत अश्वपति भितर घटुच अश्वपति निजर साधना बल या परिवर्तन कर विश्व प्रकृति से क्रियाशील है सुदक्ष महालेखकर अदृश्य अंगुली तार क्षिप्र संबोधि संभूतकारु हस्तलिपि लिखि चलला ये किए सुदक्ष महाशेकल लेखक क्या कहुए जी सृष्टि भितर नुआ नुआ जिन सृष्टि करे सी हूँ महालेखक तार अंगुल तार आम लिखुचे कौन आंगुली रे पेन टाक धरी लिखुचे कौन लिखुचे ना आम जो चिंता को लेखारे प्रकाश करुचे आम जहाँ चिंता करुचु लेखारे प्रकाश करुचे जिमिति सेही भली नूतन जिनस तैयारी करने नूतन जिनस हवापाई सुदक्ष महालेखकर अदृश्य अंकुली तार क्षिप्र संबोधि संभूत चारु हस्तशिल्प चारु हस्तशिल्प अर्थ हूँ कैलीग्राफी कैलीग्राफी हूँ गोटे सुंदर चित्र आकार रे जो जिनस हस्तलिपि लिखि से हस्त से चित्रटी को केवल जानी लोक पढ़िक बुझीपर समस्ते बुझीपर तेणु से हस्तलिपि से लिखि चलला साधारण मनीष बुझीपर चेतनार से स्तर में पहुंची पुरुष ही हस्तलिपि को बुझीपर अश्वपति बुझीपारे तार क्षिप्र संबोधि संभूत से कौटू है संबोधि संभूत संबोधि रु जात है मन रु जात है मनर ऊर्धरे अच्छी इल्यूमिन माइंड ऊर्धरे अच्छी इंट्यूटिव माइंड से इंट्यूटिव माइंड रु तैयारी है अर्थ मनर ऊर्धरे एक भूमि रे तार हस्तलिपि से लिखि चलला पृथ्वी रूपावली तार दिव्य प्रामाण्य दलिल रे परिणत होगला पृथ्वी रूपावली पृथ्वी रूप सब महालेखकर दिव्य प्रामाण्य डिवाइन डॉक्यूमेंट होगला से Earth's forms were made his divine document. His means महालेखकर divine document अर्थात डॉक्यूमेंट क्या कहुए जो घटनाटा घटी जाइए से विषय जो सब लिखाई डॉक्यूमेंट ए पर्यंत जहाँ घटी जहाँ हैला
एवं विश्वकर जो रूपावली सब तैयारी करिछि महालेखक जहाँ सब तैयारी करछन्ती तार दिव्य प्रमाण एरा सब घटिछि बोली तार दिव्य प्रमाण दिव्य प्रमाण दलिल रे परिणत हल दलिल डॉक्यूमेंट दलिल जो डॉक्यूमेंट पुरातन कथा को लिखिछि एवं मूर्त प्रज्ञा मन व्यक्त करि पारे नाही मूर्त प्रज्ञा मन जहाँ को व्यक्त करि पारे नाही एटा मनटा आसला आगे लिखछन से ताकू किए तैयारी कला संबोधि संभूत मनर ऊर्ध्वरे संबोधि संभूत एठी कौन नर्नड होउछ एवं कौन कौन एठी हला एवं मूर्त प्रज्ञा माने कौन एम्बॉडीड विजडम विजडम प्रज्ञा एम्बॉडीड जो मूर्त हिची प्रज्ञा जो मूर्ति ही जाइछ ऑलरेडी ही सारिछ सेही प्रज्ञा जहाँ को मन व्यक्त करि पारे नाही जगतर निर्वाहक पक्षरु निश्चेतना दूरीभूत हला दलिल रे परिणत हला जहाँ घटिछि एवं जगतर निर्वाहक पक्षरु निश्चेतना दूरीभूत हला ए सब घटिछि अशोपति क्षेत्र रे महाविचार बुद्धिर सकल स्थिर परिकल्पना सब रूपांतरित हला विचार बुद्धि जो सब परिकल्पना करथाए विचार बुद्धि अनुसार निजे विचार बुद्धिर जे चलौची से चालू थाए से सब जिनस सब कल्पना सब रूपांतरित हो गला नाना परिवर्तन सब घटिला ए सब घटी अश्वपति क्षेत्र आहरी कौन घटला तापरे एश्योरिंग कॉन्शियसनेस इन थिंग्स इनर्ट ही इम्पोज्ड अपॉन डार्क एटम एंड डम मास द डायमंड स्क्रिप्ट ऑफ द इम्पेरिसिबल जड़ वस्तु मध्य चेतना जागृत करी अशोपति शरीर मध्य गोटे जड़ वस्तु तीनटा लाइन छाड़ी देले विजडम पाखरु अच्छा अच्छा the wisdom embodied mind could not reveal inconscience changed from the world's voiceless breast जगतर निर्वाक पक्षरु निश्चेतना दूरीभूत हला जगतर निर्वाक पक्ष कौन जगत किसी कहीपर निश्चेतना जिन जुड़ा चली चालू ध्वंस हो प्रलय हो नुआ सृष्टि हो न हो जगत किसी कहीपर जगत हाथ में किसी क्षमता ना ताकू जेमती प्रकृति जो पेन मेन लिखी जेमती तैयारी करिए जगत प्रकृति ताकू सम्मति देकर आगू चलिए तेणु सी कौन कला जगतर निर्वाक पक्षरु निश्चेतना दूरीभूत हला इनकनसाइंस चेज अर्थ दूरीभूत होगला फ्रॉम द वर्ल्ड वॉइसलेस ब्रेस्ट बढ़ी कौन है ट्रांसफिगर वेर द फिक्स्ड स्कीम्स ऑफ रीजनिंग थॉट महाविचार बुद्धि संकल्प स्थिर परिकल्पना सब रूपांतरित होगला आम सब विचार बुद्धि गोटे परिकल्पना करूँ गोटे घटना घटे को जाऊँगी आम विचार करूँ एटा हले एमती करवा बदलवा करवा ए सब विचार करके गोटे जिनस तैयारी करू जे से जिनस को तैयारी करू से जिनस सृष्टि करू से जो विचार बुद्धि तार जो स्थिर कर परिकल्पना से सब रूपांतरित होगला नुआ फॉर्म रे रूपांतरित होगला जड़ वस्तु मध्य चेतना जागृत करी अंधकार अंधकार परमाणु और मूल विपुल पिंड उपरे से आरोप कले अविनश्वर हीरकली जड़ प्रकृति जो सबू अंधकार परमाणु शक्ति थिला मूल विपुल पिंड उपरे जड़ वस्तु मध्य चेतना को जागृत करे चेतना सर्वव्यापी निश्चेतना बाहर कर जड़ वस्तु भितर अच्छी प्राण चेतना इत्यादि इत्यादि सुपर कन्सियसनेस पर्यंत चेतना परिव्याप्त होकर रही केवल चेतना शब्द को बुझेवाई श्री अरविंद लिटरेशन जोग वॉल्यूम 1 रे केथर कहली 7 पृष्ठा व्यापी वर्णना करते आम जमी भाव चेतना कहीदे से चेतना सेमती नुहे
चेतना बहुत व्यापक चेतना भितर बहुत कथा श्री अरविंद लिखिते एवं से चेतना जड़ वस्तु भितर केमती अच्छी श्री अरविंद गोटे लाइन रे कहउछन व्हेन कॉन्शियसनेस forgets itself in form it becomes the कौन हो जाए ना atom when consciousness forgets in form the consciousness forgets itself in form it becomes atom अर्थात आटम भितर भी चेतना निजको भूलिकी आटम आकार आटम सृष्टि कथा वैज्ञानिक मान प्रमाण कले जदि चेतना बोली ना देना एक्स फैक्टर कहते अर्थात चेतना ही सृष्टि मूल अंश श्री अरविंद गोटे जगह से कहते कॉन्शियसनेस द फंडामेंटल थिंग इन द क्रिएशन एंड द फंडामेंटल थिंग इन इवोल्यूशन प्रोसेस तेणु चेतनार बहुत कथा अच्छी तेणु से विषय कौन से चेतना को जड़ वस्तु भितर जागृत कर जड़ वस्तु भितर चेतना जागृत ही न थाए किंतु अश्वपति क्षेत्र में जड़ वस्तुर चेतना जागृत कर शरीर जो जड़ वस्तु या जागृत कर अंधकार परमाणु जो परमाणु परमाणु भितर चेतना परमाणु ही रही एवं मूल विपुल पिंड जो मूल विपुल पिंड उपर जड़ वस्तु से तार ऊपर आरोप कले कौन आरोप कले से आरोप कले अविनश्वर हीरकलिपि हीरकलिपि कहीं कहुई जो नुआ जिनस भितर हीरक भली एक लिपि सृष्टि कले आगुरी जो लिपि थिला जो लिपि रे जड़ चलुला सी परिवर्तित हो गला एक नुआ लिपि नुआ अक्षर रे हीरक लिपि रे से नुआ जिनस से तैयारी कले तापर कौन हला inscribed on the dim heart of fallen things a paean song of the free infinite and the name foundation of eternity and traced on the exultant cells in the ideography of the ineffable, the lyric of the love, what waits through time, and the mystic volume of the book of bliss, and the message of the superconscient fire. এটা টিকে বুঝিবা কষ্টকর তথাপি মা তাকে বুঝেইবে বুঝিবা কষ্টকর হব তথাপি শুনতু पतित विषय वस्तु राजी रे क्षीण हृदय खोजित कले आगु लिखिले कौन कले सी आगु लिखिले अविनेश्वर हीरक लिपि लिखिले जड़ उपरे जड़र परमाणु उपरे से पतित विषय वस्तु राजीर पतित हो जड़टा पतित अवस्था से पतित अवस्था फॉलन थिंग्स से जड़टा पतित अवस्था भीतर चेतना भी फॉल्स हो जाए चेतना भी पतित हो जाए एवं से चेतना भी तैयारी आटम हो जाए चेतना हो जाए तार प्रतीक विषय वस्तुर क्षीण हृदय ता हृदय रे क्षीण सी शक्ति नहीं क्षमता नहीं तारी ऊपर खोदित कले कौन खोदित कर लिखिले मुक्त अनंत विजय गीतिका जड़ ऊपर गोटे विजय गीतिका लिखिले कहार विजय घटला यहाँ अश्वपति भितर कहार विजय गला अनंतर विजय घटेगा जो विश्व प्रकृति से सब क्रिया करी नाना कांड करुला मिथ्याचार भितर जहाँ सब थिला से सब बदली 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 जड़ को आसला जड़ भितर जो दुर्बलता थिला एवं तारी ऊपर से खोजित कले अनंत विजय गीतिका जड़ को कहले अनंतर विजय है तू आमती रही तू संपूर्ण रूप परिवर्तित हो तू जड़ होबुनु तो भितर बहुत परिवर्तन हम विजय गीतिका लिखिली तापर कौन है एवं महानाम शाश्वतर भित्ति तथा जाग्रत हर्षोत्फुल्लर कोशाराजी देखो कि सुंदर वर्णन देख
ଅନନ୍ତଙ୍କ ବିଜୟ ଗୀତିକା ଲେଖିଲେ। ଆହୁରି କଣ ଲେଖିଲେ? ମହାନାମ ଲେଖିଲେ। ଏନ୍ କ୍ୟାପିଟାଲ, ତେଣୁ ମହାନାମ, ଯାହା ଶାଶ୍ୱତଙ୍କ ଭିତ୍ତି। ଶାଶ୍ୱତଙ୍କର ନାମଟା ମହାନାମ, ଯାହା ଶାଶ୍ୱତଙ୍କର ଭିତ୍ତି, ସୃଷ୍ଟିର ମୂଳ ଭିତ୍ତିରେ ରହିଛି, ସେଇ ନାଁଟାକୁ ତାରି ଉପରେ ଲେଖିଲେ। ଆଉ କଣ କଲେ? and traced on the awake exultant cells, ଏବଂ ସେଇ ଜଡ଼ ଭିତର ଯୋଉ ପ୍ରତ୍ୟେକ କୋଷାଣୁରେ, କୋଷରାଜିରେ ଜାଗ୍ରତ କଲେ। କଣ ଜାଗ୍ରତ କଲେ? ସିଏ ପଡି ରହିଛି ଦୁଃଖ ଯନ୍ତ୍ରଣା ଭିତରେ, ପତିତ ହେଇକି ରହିଛି। ହର୍ଷୋତ୍ଫୁଲ୍ଲିତ କୋଷରାଜିରେ, ସେ ହର୍ଷରେ ଯେତେବେଳେ ଜଡକୁ କୁହାଗଲା ଯେ ତୋର ଏ ସବୁ ପରିବର୍ତ୍ତନ ହେଇଗଲା, ବିଜୟ ଗୀତରେ ଲେଖା ହଉଛି ଜଡ ଜାଗ୍ରତ ହେଇକିରି ହର୍ଷୋତ୍ଫୁଲ୍ଲିତ ହେଲା। ହର୍ଷୋତ୍ଫୁଲ୍ଲିତ ହେଲା, ତାର ସେ ଯୋଉ କୋଷରାଜିରେ ଲେଖିଲେ ଅନିର୍ବଚନୀୟଙ୍କ ସାଙ୍କତିକ ଭାବ ଲିଖନ। ଅନିର୍ବଚନିକ ସାଙ୍କତିକ ଭାବ, ଅନିର୍ବଚନୀୟ ଜଡକୁ କଣ ହବା ପାଇଁ ଚାହୁଁଛନ୍ତି ତାର ଯୋଉ ସଂକେତ ତାରି ଉପରେ ଲେଖାଗଲା। ଜଡ ତୁ ଆଉ ଜଡ ହେଇକି ରହିବୁନୁ, ତୁ ଏଭଳି ଆଉ ରହିବୁନୁ, ତୋର ସବୁ ପରିବର୍ତ୍ତନ ହେଇଯିବ। ଯେତେ ଦୋଷ ଦୁର୍ବଳତା ତୋର ଅଛି ସେ ସବୁ ଭଗବାନ ପରିବର୍ତ୍ତନ କରିଛନ୍ତି। ଏଇଭଳି ଏକ ଗୀତ ଲେଖିଲେ। କୋଉଥିରେ ଲେଖିଲେ ନା ହୀରକ ଲିପିରେ ଲେଖିଲେ। କାହା ଉପରେ ଲେଖିଲେ ନା ଜଡ ଉପରେ ଲେଖିଲେ। ଜଡର ପ୍ରତ୍ୟେକ କୋଷାଣୁରେ, ପ୍ରତ୍ୟେକ ସେଲରେ ଲେଖିଲେ। ଏବଂ ହର୍ଷୋତ୍ଫୁଲ୍ଲ କୋଷରାଜିରେ ଅନିର୍ବଚନୀୟ ଏକ ସାଙ୍କେତିକ ଭାବ ଲିଖନରେ କାଳଧାରାର ସଦା ଅପେକ୍ଷମାନ ପ୍ରେମର ଗୀତିକା। କାଳଧାରାରେ ସଦା ଅପେକ୍ଷମାନ ପ୍ରେମର ଗୀତିକା। କାଳ କଣ କରୁଛି? ଏ ସୃଷ୍ଟିକୁ କାଳ ପରିଚାଳିତ କରି ଆଗକୁ ନଉଛି। କୋଟି କୋଟି ବର୍ଷରୁ ସୃଷ୍ଟି ଆରମ୍ଭ ହେଲାଣି, ମଝିରେ ପ୍ରଳୟ ହଉଛି, ପୁଣି ହଉଛି। ତାର ଲକ୍ଷ୍ୟ କଣ? ୟାକୁ କୁଆଡେ ନେଇକି ପହଞ୍ଚେଇବ? ଏ କୋଉଠି ପହଞ୍ଚେଇବ କାଳ? ଏଇଟା ମହାକାଳ ହବ, ମହାକାଳ କ୍ୟାପିଟାଲ ଟି ଅଛି, ହଁ, ମହାକାଳ। ମହାକାଳ ଧାରା, ମହାକାଳ ହବ। ରାଇଟ। ଏକ ମହାକାଳ ଧାରା ସଦା ଅପେକ୍ଷମାନ ପ୍ରେମର ଗୀତିକା। ମଝିରେ ମଝିରେ ମିସ୍ ହେଇଯାଉଛି ଆଉ। ମହାକାଳ ହବ, ସଦା ଅପେକ୍ଷମାନ। ମହାକାଳ ଅପେକ୍ଷା କରିଛି ଦିନେ ନା ଦିନେ ସମ୍ପୂର୍ଣ୍ଣ ଏ ଜଗତରେ ପ୍ରେମକୁ ପ୍ରତିଷ୍ଠିତ କରିବ। ଯେତେବେଳେ ସୃଷ୍ଟି ସମ୍ପୂର୍ଣ୍ଣ ରୂପାନ୍ତରିତ ହେଇ ଭଗବତ ତତ୍ଵରେ ରୂପାନ୍ତରିତ ହବ, ଏଠି ପ୍ରେମ ହିଁ ପ୍ରତିଷ୍ଠା ହବ। ପ୍ରେମର ଯେତେ ବିପରୀତ ଭାବ ସବୁ ବଦଳିଯିବ। ପ୍ରେମର ହିଂସା, ଈର୍ଷା, କ୍ରୋଧ, ପରଶ୍ରୀକାତରତା, ହିଂସା, ଏଇ ସବୁ ଯୋଉ ଜିନିଷ ରହିଛି ସେ ସବୁ ପରିବର୍ତ୍ତିତ ହେଇଯିବ ପ୍ରେମରେ। ଏବଂ ବିଶ୍ଵ ପ୍ରକୃତି କାଳ ବି ସେଇଭଳିଆ ଅପେକ୍ଷା କରି ରହିଛି କେତେବେଳେ ତାକୁ ହବ। ଯେତେବେଳେ ଏଇଭଳି ଘଟଣା ସବୁ ଘଟିଲା, ସେତିକି ବେଳେ ଅନିର୍ବଚନୀୟ ସାଙ୍କେତିକ ଭାବ ଲେଖି। ସାଙ୍କେତିକ ଭାବଟି କଣ ନା ପ୍ରେମର ପରିବର୍ତ୍ତନ ହେଇଯିବ ସବୁ। ସେଇଟା ସଂକେତରେ କୁହାଗଲା, ସିଧାସଳଖ ନ କହିକିରି ସାଙ୍କେତିକ ଭାବରେ। ଅପେକ୍ଷମାନ ପ୍ରେମର କବି ଗୀତି କବିତା। ସଦା ଅପେକ୍ଷମାନ, ଟାଇମ ଅପେକ୍ଷା କରି ରହିଛି କେତେବେଳେ ସେ ଘଟିବ। ସେଇଭଳି ଏକ ଅପେକ୍ଷମାନରେ ପ୍ରେମର ଗୀତିକା। ଏବଂ ପରମାନନ୍ଦର ମହାଗ୍ରନ୍ଥର ସେଇ ରହସ୍ୟମୟ ଖଣ୍ଡ। ପରମାନନ୍ଦର ସେ ଆପଣ ଦେଖନ୍ତୁ କି ଚମତ୍କାର ଭାବରେ ସେ ଘଟି ଘଟି ଆସୁଛି। ପ୍ରେମ ପ୍ରତିଷ୍ଠିତ ହେଇଗଲା ଏବଂ ତାପରେ ପରମାନନ୍ଦ ପ୍ରତିଷ୍ଠିତ ହେଇଗଲା। ଆଉ ଦୁଃଖ ସଂସାରରେ ରହିବନି। ଜଡ ଭିତରେ ଏ ସବୁ ଜିନିଷ ଗୁଡା ଥିଲା, ଏବେ ଜଡ ଭିତରେ ଏ ସବୁ ଜିନିଷ ଅଛି। ପଶୁପତିଙ୍କ କ୍ଷେତ୍ରରେ ତାଙ୍କ ଜଡରେ ଏ ସବୁ ଜିନିଷ ପରିବର୍ତ୍ତନ ହେଇଗଲା। ପ୍ରେମ ପ୍ରତିଷ୍ଠିତ ହେଇଗଲା ଏବଂ ତା ସହିତ ପ୍ରେମର ଗୀତିକା ତା ଦେହରେ ଲେଖିଲା। ହୀରକ ବର୍ଣ୍ଣରେ ସବୁ ତା ଦେହରେ ଲେଖା ହେଲା। ଏବଂ ଦି ମିଷ୍ଟିକ ଭଲ୍ୟୁମ ଅଫ ଦି ବୁକ୍ ଅଫ ବ୍ଲିସ୍, ପରମ ରହସ୍ୟମୟ, ପରମାନନ୍ଦ। ଯୋଉ ପରମାନନ୍ଦ ଏ ସୃଷ୍ଟିର ମୂଳରେ, ମୁଁ ଆଗରୁ କେତେଥର କହିଛି, ମା ଆକୁ ଲେଖିଛନ୍ତି ତାଙ୍କର ଭଲ୍ୟୁମ 9ରେ, ପେଜଟା ନମ୍ବର ମନେ ନାହିଁ, 200 କେତେ ପେଜ ଅଛି ବୋଧେ। ମା ଲେଖିଛନ୍ତି ଯେତେବେଳେ ପରମ ଚାହିଁଲେ, ସିଏ ଯୋଉ ସବୁ ଜିନିଷକୁ ଧାରଣ କରିଛନ୍ତି, ସେ ଜିନିଷ ଗୁଡା କଣ ମୁଁ ଦେଖିବି। ଆପଣ ଦେଖନ୍ତୁ, ପରାତ୍ପର ପରମ କଣ? ଇଏ ଏକ ମହାଶୂନ୍ୟ। କିନ୍ତୁ ସବୁକୁ ଧାରଣ କରିଥିବା ମହାଶୂନ୍ୟ, ଏ ହଉଛି ବିଚିତ୍ରତା। ସିଏ ସବୁକୁ ଧାରଣ କରିଛନ୍ତି କଣ? ମହାଶୂନ୍ୟ। ତାକୁ ଗୋଟିଏ ପଦରେ ଆମେ ପ୍ରକାଶ କରେ, ସର୍ବଧାତ୍ରୀ ମହାଶୂନ୍ୟତା ହଉଛନ୍ତି ପରମ। ସବୁକୁ ଧାରଣ କରିଥିବା ଶୂନ୍ୟତା।
ତା ସେ ଶୂନ୍ୟତାକୁ ସବୁ ଜିନିଷ ମୋ ପାଖରେ ଯାହା ଅଛି ପ୍ରକାଶ କରିବି, କାରଣ ମୁଁ ଦେଖିବି। ସେ ହଉଛି ସୃଷ୍ଟି। ତେଣୁ ତାଙ୍କ ଭିତରେ ଯାହା ସବୁ ଲୁକାୟିତ ହେଇକି ରହିଛି ତାକୁ ହିଁ ସୃଷ୍ଟି ଆକାରରେ ପ୍ରକାଶିତ ହଉଛି। ଏବଂ ସେ ଯୋଉ ସୃଷ୍ଟିରେ ପ୍ରକାଶିତ ହଉଛି, ଏଇଠି କଣ ସେ ଆସିଲା, ଶେଷକୁ ପ୍ରକାଶ ହେଇ କଣ ହବ, ଏସବୁ ଘଟଣା ଘଟିବ। ପ୍ରେମ ପ୍ରତିଷ୍ଠିତ ହେଇଯିବ, ତା ସାଙ୍ଗରେ ପରମାନନ୍ଦ ପ୍ରତିଷ୍ଠିତ ହେଇଥିବ। ଏଇ ଯୋଉ ଗ୍ରନ୍ଥ, ଏଇ ଯୋଉ ମହାଗ୍ରନ୍ଥ ପରମ ଧାରଣ କରିଛନ୍ତି, ସେ ମହାଗ୍ରନ୍ଥର ଯୋଉ ଖଣ୍ଡଟି, ଯୋଉ ଖଣ୍ଡଟିରେ ପ୍ରେମ ପ୍ରକାଶିତ ହେଇଛି, ସେଇ ଖଣ୍ଡଟି ଏଠି ପ୍ରତିଷ୍ଠା ହେଲା କଣ, ଏବଂ ପରମାନନ୍ଦଙ୍କ ମହାଗ୍ରନ୍ଥର ସେଇ ରହସ୍ୟମୟ ଖଣ୍ଡ ତଥା ପରାଚେତନାର ଦିବ୍ୟାଜ୍ଞାନର ବାର୍ତ୍ତା ଅଜ୍ଞାନ କଲେ ଟ୍ରେ ସେଡୁ ଉପରେ ଅଛି, ଏଇଠି ଆସିଲା ଅଙ୍କନ କରେ। ଏ ସବୁ ଜିନିଷ ଅଙ୍କନ କଲେ କୋଷ ଉପରେ, କୋଷାଣୁ ଉପରେ, ଜଡପିଣ୍ଡ ଉପରେ। ଏସବୁ ଭବିଷ୍ୟତରେ ଘଟିବ। ଏସବୁ ଜିନିଷଟାକ ଯେମିତି ଲେବୋରେଟୋରୀରେ ଗୋଟେ ଜିନିଷ ଠିକ ହେଇଗଲା, କ୍ୟାନ୍ସରର ଔଷଧ ଲେବୋରେଟୋରୀରେ ଠିକ ହେଇଗଲା, ଲେବୋରେଟୋରୀ ବାହାରି ପଡିଲା ଏଇ ଔଷଧଟା ଖାଇଲେ ଆଉ କ୍ୟାନ୍ସର କାହାକୁ ହବନି। କିନ୍ତୁ ସେଇ ଲେବୋରେଟୋରୀରେ ଯାହା ତିଆରି ହେଲା, ତାକୁ ଗୋଟେ ଫ୍ୟାକ୍ଟ୍ରି ହବ, ସେ ଫ୍ୟାକ୍ଟ୍ରିରେ ସେ ଆସ୍ତେ ଆସ୍ତେ ସବୁ ତିଆରି ହବ, ତିଆରି ହେଇକି ଔଷଧ ତିଆରି ହବ, ତାକୁ ଫେରେ ଧୀରେ ଧୀରେ ମାର୍କେଟର ବିଭିନ୍ନ ବ୍ରାଞ୍ଚରେ ଆସିବ, ଔଷଧ ଦୋକାନରେ ମିଳିବ, ତାପରେ ଔଷଧ ଖାଇଲେ କ୍ୟାନ୍ସର ଭଲ ହବ। ଏଥିପାଇଁ କେତେ ପ୍ରୋସେସ ଦରକାର। ଏ ଯେମିତି ଫିଜିକାଲ ଲେଭେଲରେ ଏତେ ପ୍ରୋସେସ ଦରକାର, ତାହେଲେ ଏଇ ଯୋଉ ଘଟଣା ଗୁଡାକ ସବୁ ଘଟିଲା ଅଶ୍ୱପତିଙ୍କ କ୍ଷେତ୍ରରେ, ୟାକୁ ସବୁ ପ୍ରୋସେସ କରିବା ପାଇଁ ସଂସାରରେ କେତେ ସମୟ ଦରକାର, କେତେ ସମୟ ଭିତରେ ଇଏ ପ୍ରସ୍ତୁତ ହବ। ପ୍ରଭୁଙ୍କୁ ପଚରାଗଲା, ଆପଣ ଯୋଉ ରୂପାନ୍ତର କଥା କହୁଛନ୍ତି କେତେ ବର୍ଷ ଲାଗିବ, 3,00,000 ବର୍ଷରେ ଯାହା ଘଟିଥାନ୍ତା ମୁଁ ତାଙ୍କୁ 300 ବର୍ଷରେ କରିଦେଇଛି। ଦେଖନ୍ତୁ, 3,00,000 ବର୍ଷରେ ଘଟଣା ଘଟିଥାନ୍ତା। ଏଇଥିପାଇଁ ସୃଷ୍ଟି ତିଆରି ହେଇଛି, ଏଇଥିପାଇଁ ସୃଷ୍ଟି ହେଇଛି। ଏଥିରେ ପ୍ରେମ ପ୍ରତିଷ୍ଠା ହବ, ଏଥିରେ ପରମାନନ୍ଦ ପ୍ରତିଷ୍ଠା ହବ। ସେ ଯୋଉ ସୃଷ୍ଟି କଥା ମୁଁ କହିଲି, ସିଏ ସୃଷ୍ଟି ଦୁଇଟି ସତ୍ୟରେ ପ୍ରତିଷ୍ଠିତ ହବ। କଣ ଦୁଇଟି ସତ୍ୟ, ସେଥିରେ ଲେଖା ହେଇଛି ଦୁଇଟି ଜିନିଷରେ, ଗୋଟେ ହଉଛି ଲଭ, ଆଉ ଗୋଟେ ହଉଛି ସ୍ୱାତନ୍ତ୍ରତା। ସୃଷ୍ଟି ପ୍ରତିଷ୍ଠିତ ହବ ଦୁଇଟି ତତ୍ଵରେ। ଯେତେବେଳେ ସୃଷ୍ଟି ପୂର୍ଣ୍ଣତା ଲାଭ କରିବ, ଏ ଦୁଇଟି ତତ୍ଵ ହିଁ ରହିବ। କଣ କଣ ରହିବ, ଗୋଟେ ରହିବ ପ୍ରେମ, ଆଉ ଗୋଟେ ରହିବ ସ୍ୱାତନ୍ତ୍ରତା। ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ହେଇଯିବ। ସେଇଥିପାଇଁ ଭଗବାନ କିଛି ସୃଷ୍ଟି ଭିତରେ କରିପାରୁନାହାନ୍ତି। ଆମେ ଚାହିଁଲେ ଯାଇକିରି ପରିବର୍ତ୍ତନ ହଉ, ଆମେ ନ ଚାହିଁଲେ ଏମିତି ମରୁଥିବୁ ବଞ୍ଚୁଥିବୁ, ମରୁଥିବୁ ବଞ୍ଚୁଥିବୁ, ପରିବର୍ତ୍ତନ ହଉନି। ଚାହିଁବାଟାକୁ ଆସ୍ପୃହ କୁହାଯାଏ। ଆମକୁ ଆସ୍ପୃହା କରିବାକୁ ପଡିବ, ଚାହିଁଲେ ଉର୍ଦ୍ଧ୍ୱରୁ ଆସିବ। ଯେମିତି ଜଡ ଭିତରେ ପ୍ରଥମେ ପ୍ରାଣ ପ୍ରକାଶିତ ହେବା ପାଇଁ ଜଡ ଭିତରେ ଥିବା ପ୍ରାଣ ଚାହିଁଲା, ବର୍ଣ୍ଣନା ଅଛି ତାର, ପ୍ରାଣ ଭିତରେ ଥିବା ମନ ଚାହିଁଲା, ସବୁ ଉର୍ଦ୍ଧ୍ୱ ଜିନିଷ ଆସି ପ୍ରତିଷ୍ଠିତ ହେଲା। ବର୍ତ୍ତମାନ ସୃଷ୍ଟିରେ ମନ ଚାହିଁବାକୁ ପଡିବ, ମୁଁ ଅତିମାନଙ୍କୁ ଯିବି, ସେ ଚାହିଁବା ଆସ୍ପୃହା କରିବା, ସେ ହିଁ ପରିବର୍ତ୍ତିତ ହବ, ରୂପାନ୍ତରିତ ହବ। ନ ଚାହିଁଲେ କିଛି ହବନି। ଭଗବାନ ଜୋର ଜବରଦସ୍ତି, କାରଣ ଭଗବାନ ସୃଷ୍ଟିକୁ ସ୍ୱାଧୀନତା ଦେଇଛନ୍ତି, କିଏ ସ୍ୱାଧୀନ ଭାବରେ ଗଢି ଉଠିବ। ସେଥିପାଇଁ ଯେତେ କୋଟି ବର୍ଷ ଲାଗୁ, ସେଥିରେ ଭଗବାନଙ୍କର କିଛି ଯାଏ ଆସେ ନାହିଁ, ଟାଇମ ସାଙ୍ଗରେ ତାଙ୍କର କିଛି ସମ୍ପର୍କ ନାହିଁ। କିନ୍ତୁ ସିଏ ଜାଣନ୍ତି ନିଶ୍ଚିତ ଏହା ଘଟିବ, ସେଇଥିପାଇଁ ସୃଷ୍ଟି ହେଇଛି। ଯାହା ହଉ, ଏବଂ ସେ କଣ ହେଲା, ସେ ବୁକ୍ କାପି, ସେ ଗ୍ରନ୍ଥ, ଯୋଉ ଗ୍ରନ୍ଥ ତିଆରି ପରମାନନ୍ଦର ଯୋଉ ଗ୍ରନ୍ଥ ତିଆରି ହେଇଛି, ତାର ଯୋଉ ଖଣ୍ଡଟିରେ ଏ ବିଷୟ ଅଛି, ସେଇ କଥା ଗୁଡା ସବୁ ଅଙ୍କନ କଲେ। ତାପରେ ଦିନେ ଦିନେ ଇଏ ଘଟିବ। ଏସବୁ ଜିନିଷ ଅଶ୍ୱପତିଙ୍କ କ୍ଷେତ୍ରରେ ହେଇଗଲା। ଅଶ୍ୱପତିଙ୍କ ଜଡ ଭିତରେ ସବୁ ଲେଖା ହେଇକି ହେଇଗଲା, ତାଙ୍କ ଶରୀରରେ ସବୁ ହେଇଗଲା। Then a life beat pure in the corporeal frame, the infernal gleam died and could slay no more. ଦେଖନ୍ତୁ କି ପ୍ରକାର କି ବର୍ଣ୍ଣନା, ଏ ବର୍ଣ୍ଣନା ଭିତରେ ପଶିବା। ତାପରେ ଏହି ନଶ୍ୱର ଦୈହିକ ଆଧାରରେ ପ୍ରାଣ ବିଶୁଦ୍ଧ ଭାବେ ସଞ୍ଚିତ ହେଲା। ଦେଖନ୍ତୁ, ଏସବୁ କଥା ଘଟିଲା ପରେ, ଏ ପ୍ରତିଶ୍ରୁତି ସବୁ ମିଳିଲା ପରେ, ପ୍ରାଣ ଭିତରେ ସବୁ ପ୍ରକାର ଅଶୁଦ୍ଧତା ଅଛି। ଆମେ ସେ ଅଶୁଦ୍ଧତା ସବୁ ପଢି ପଢି ଆସିଲେ। ପ୍ରାଣ ଭିତରେ ଅନ୍ଧକାର ରାଜ୍ୟ ଅଛି, ପ୍ରାଣ ଭିତରେ ମିଥ୍ୟାଚାରର ରାଜ୍ୟ ଅଛି, ପ୍ରାଣ ଭିତରେ ବାସ କରି ରହିଛନ୍ତି
ଯେ ମଦର ଅଫ ଦି ଇଭିଲ ଏଟ୍ ଦି ସନ୍ସ ଅଫ ଗଡ, ଯୋଉଟା ଆମେ କେଣ୍ଟୋରେ ପଢିଲେ, ଏସବୁ ପ୍ରାଣ ଭିତରେ ଅଛି। ପ୍ରାଣ ସୃଷ୍ଟିଟା ହଉଛି, ପ୍ରାଣକୁ ଛାଡିକିରି କିଛି ନାହିଁ, କିନ୍ତୁ ପ୍ରାଣ ଭିତରେ ଏସବୁ ଅଶୁଦ୍ଧତା ରହିଛି। ପ୍ରାଣ ଭିତର ଏସବୁ ଅଶୁଦ୍ଧତା ଦୈହିକ ଆଧାରରେ ପ୍ରାଣ ବିଶୁଦ୍ଧ ଭାବେ, ତାପରେ ସବୁ ପରିବର୍ତ୍ତନ ହେଇକରି ବିଶୁଦ୍ଧ ହେଇଗଲା ପ୍ରାଣ, କିଛି ଏସବୁ ରହିଲାନି, ବିଶୁଦ୍ଧ ହେଇଗଲା ପ୍ରାଣ, ସମ୍ପୂର୍ଣ୍ଣ ବିଶୁଦ୍ଧିରେ ସ୍ପନ୍ଦନ ହେଲା। ସେହି ନାରକୀୟ କ୍ଷୀଣାଲୋକ ପ୍ରକାଶକାରୀ ବିଶ୍ୱଗତ ମହାଦୀପ୍ତି ମୃତ୍ୟୁ ଲଭିଲା ଏବଂ ଆଉ ତାହା ସହ୍ୟ କରିପାରିଲାନି। ମହାଦୀପ୍ତି ମୃତ୍ୟୁ ଲଭିଲା। ଏଠି କଣ ହେଲା? ସେଇ ନାରକୀୟ କ୍ଷୀଣାଲୋକ ପ୍ରକାଶକାରୀ ମହାଦୀପ୍ତି, ମହାଦୀପ୍ତି ତାକୁ କାହିଁ କୁହାଗଲା? ଏଣେ କୁହାଯାଉଛି କ୍ଷୀଣ, ତେଣେ ମହାଦୀପ୍ତି କାହିଁକି ହେଲା? ଜି କ୍ୟାପିଟାଲ କାହିଁକି ହେଲା? ଅର୍ଥାତ୍ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ସେ ଗ୍ଲିମ୍ ଅଛି, ଇଣ୍ଡିଭିଜୁଆଲ ଭିତରେ ନାହିଁ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ଥିବାରୁ ସିଏ ମହାଦୀପ୍ତିରେ ପରିଣତ ହେଇଛି, ବିଶ୍ୱଦୀପ୍ତିରେ ପରିଣତ ହେଇଛି। ସେଇ ଗ୍ଲିମ୍ଟା ଡାଇ, ଅଶୋପତିଙ୍କ କ୍ଷେତ୍ରରେ ସେ ମରିଗଲା, ସେଇ ଦୀପ୍ତି and could not slay no more, ଏବଂ ସେ ଯୋଉ ସବୁ ହତ୍ୟା କରୁଥିଲା ତାର ମୃତ୍ୟୁ ଲଭିଲା, ମହାଦୀପ୍ତିର ମୃତ୍ୟୁ ଲଭିଲା ଏବଂ ଆଉ ତାହା ହତ୍ୟା କରିପାରିଲା ନାହିଁ, ସେ ସବୁ ହତ୍ୟା ହୋଇପାରିଲା ନାହିଁ। ସେ ଦୀପ୍ତିଟା କଣ ନା ନାରକୀୟ, ସେ ନାରକୀୟ ଦୀପ୍ତି, ଦୀପ୍ତି ଆକାରରେ ଥିଲା କିନ୍ତୁ ନାରକୀୟ ଭାବରେ ଥିଲା, ସେ ସବୁକୁ ନଷ୍ଟ କରୁଥିଲା। ଏବଂ ସେ ନାରକୀୟଟା ଯେତେବେଳେ ନଷ୍ଟ ହେଇଗଲା, ଦୀପ୍ତି ନଷ୍ଟ ହେଇଗଲା, ଆଉ ସେ ମୃତ୍ୟୁ ଲଭିଲାନି, ମୃତ୍ୟୁ ଚାଲିଗଲା, ହତ୍ୟା ଚାଲିଗଲା, ହତ୍ୟା କରିପାରିଲାନି। ତାପରେ କଣ ଘଟିଲା? ସେ ଏଇଟା କହୁଛନ୍ତି ଏକ ଗ୍ଲିମ୍ ହଉଛି ଏକ ଭୟଙ୍କର ଫଲସୁଡର ଏକ ଭୟଙ୍କର ଅବସ୍ଥା ହଉଛି କ୍ଷୀଣ ଦୀପ୍ତି। ନର୍କ ତାର ପ୍ରକାଣ୍ଡ ରୂଢ ମୁଖଶାଳା ଏଣେ ତେଣେ ଭାଙ୍ଗି ପକାଇଲା। Hell split across its huge abrupt facade, as if a magic building were undone. Night opened the vanished like night opened and vanished like a gulf of a dream. ମହାନିଶା ଉନ୍ମୁକ୍ତ ହେଲା ଏବଂ ସ୍ୱପ୍ନର ଗହ୍ୱର ଭଳି ବିଲୁପ୍ତ ହେଲା। ଗହ୍ୱର ଶବ୍ଦଟାକୁ ଟିକେ ବଦଳେଇବାକୁ ପଡିବ। ଗଲ୍ଫର ଶବ୍ଦ ଖାଲି ଗହ୍ୱର ନୁହେଁ, ଗଲ୍ଫର ଆଉ ଗୋଟେ ଶବ୍ଦ ଅଛି ଅସୀମ ବିସ୍ତାର ଏବଂ ଉପସାଗର ଭଳି, ଅର୍ଥାତ୍ ମହାସାଗର ଭିତରୁ ଯେତେବେଳେ ଗୋଟେ ଲୁପ୍ ଭଳିଆ ବାହାରି ଆସିଥିବ, ଚାରିପଟେ ଇଏ ଥିବ, ଭୂମି ଥିବ, ମଝିରେ ଯୋଉ ଲୁପ୍ ଆମର, ଯେମିତି ଆମେ ଚିଲିକାଟାକୁ କଣ କରେ, ଚିଲିକାଟା ସମୁଦ୍ର ଭିତରୁ ଆସିକି ଗୋଟେ ଲୁପ୍ ଭଳିଆ ହେଇଛି, ତାକୁ ଉପସାଗର ବି କୁହାଯାଇପାରେ, କିନ୍ତୁ ଛୋଟିଆଟେ ହେଇଛି ତେଣୁ ଉପସାଗର କୁହାଇପାରୁନି, ଲେକ୍ କୁହାହଉଛି, ସେଇଟାକୁ କୁହାଯାଏ ଗଲ୍ଫ। ଏବଂ ଗଲ୍ଫର ଆଉ ଗୋଟେ ଅସୀମ ବିସ୍ତାର ଭାବରେ ଯିଏ ଅଛି ସିଏ ବି ଗୋଟେ ଗଲ୍ଫ କୁହାଯାଏ। ଏଇଠି କଣ ହବ? ମହାନିଶା ଉନ୍ମୁକ୍ତ ହେଲା, ମହାନିଶା ଖୋଲା ହେଇଗଲା, ମହାନିଶା ଉନ୍ମୁକ୍ତ ହେଇଗଲା, ମହାନିଶାରେ ଯେତେ ସବୁ ଦୋଷ ଦୁର୍ବଳତା ଥିଲା ସବୁ ଉନ୍ମୁକ୍ତ ହେଇଗଲା ଏବଂ ସ୍ୱପ୍ନର ଅସୀମ ବିସ୍ତାର ଭଳି ବିଲୁପ୍ତ ହେଲା। ସ୍ୱପ୍ନ ଚାରିଆଡେ ବିସ୍ତାର ହେଇକି ରହିଛି। ଆପଣ ଯୋଉ ସ୍ୱପ୍ନ ଦେଖୁଛନ୍ତି ତାର କିଛି ଗୋଟେ ହିସାବ ଅଛି, କୁଆଡେ ଯାଇ କୋଉଟେ କଣ କରି ସ୍ୱପ୍ନ ନିଦ ଭାଙ୍ଗିଲାରେ ଏଗୁଡା ତ ମୁଁ ଟିକେ ଭାବିନି। ସେ ଯୋଉ ଅସୀମ ବିସ୍ତାର ଅଛି ସ୍ୱପ୍ନର, ଦ୍ୟାଟ୍ ଇଜ୍ ଦି ଗଲ୍ଫ। ସେଇ ସ୍ୱପ୍ନର ଯେମିତି ନିଦ ଭାଙ୍ଗିଲେ ବିଲୁପ୍ତ ହେଇଯାଏ, ସେଇଭଳିଆ ମହାନିଶାରେ ଥିବା ଦୋଷ ଦୁର୍ବଳତା ଗୁଡା ସବୁ ଉନ୍ମୁକ୍ତ ହେଇକିରି ଇଏ ହେଇଗଲା। ଏ ମହାନିଶାର ଯୋଉ ସବୁ କ୍ୟାଣ୍ଟୋ 7ରେ ବର୍ଣ୍ଣନା ହେଇଛି, କେତେ ପ୍ରକାର ଜିନିଷ ବର୍ଣ୍ଣନା ହେଇଛି ମହାନିଶା ଭିତରେ। ପୁଣି କ୍ୟାଣ୍ଟୋ 8ରେ ଯୋଉ ସବୁ ବର୍ଣ୍ଣନା ଗୁଡାକ ହେଇଛି, ଯେ ସେ ମହାନିଶାର କେନ୍ଦ୍ରବିନ୍ଦୁରେ ଏସବୁ ଯୋଉ ଜିନିଷ ଅଛି, ଫଲସୁଡ୍ ଆଉ ମଦର ଅଫ ଇଭିଲ, ଏସବୁ ଜିନିଷ ମହାନିଶାର ଏସବୁ ଜିନିଷ ଉନ୍ମୁକ୍ତ ହେଇକିରି ସ୍ୱପ୍ନର ଅସୀମ ବିସ୍ତାର ଭଳି ବିଲୁପ୍ତ ହେଇଗଲା। ଅର୍ଥାତ୍ ମହାନିଶାରେ ବି ଆଉ କିଛି ରହିଲାନି, ମହାନିଶା ବୋଲି କିଛି ରହିଲାନି। into beings gap scooped out as empty space, ଏ ଗୋଟେ ଚମତ୍କାର ଘଟଣା ଘଟିଲା, ଯେଉଁଠାରେ ସେ ଅନୁପସ୍ଥିତ ଭଗବାନଙ୍କର ସ୍ଥାନ ପୂର୍ଣ୍ଣ କରିଥିଲେ। କଣ ଘଟିଥିଲା? ମହାନିଶା ଗୋଟେ ସ୍ଥାନରେ ଥିଲା କି ନାହିଁ? ମହାନିଶାରେ ଗୋଟେ ସ୍ଥାନ ଥିଲା କି ନାହିଁ? ଯେତେବେଳେ ମହାନିଶାରେ ସବୁ ବିଲୁପ୍ତ ହେଇଗଲା, ସେଠି ଗୋଟେ ଶୂନ୍ୟ ସ୍ଥାନ ତିଆରି ହେଲା କି ନାହିଁ?
से शून्य स्थानटा कहार से शून्य स्थानटा भगवान भगवान से शून्य स्थान को अधिकार कर रखिला महानिशा एवं महानिशार जो सब सब प्रकार विस्तार ये सब करथिला एठी कौन कह जाउची ना महानिशा उन्मुक्त हला एवं सब विलुप्त हो गला महानिशा विलुप्त हो गला शून्य व्योम भली सत्तारे खोला 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 जाइथिबा महशून्य शून्य व्योम ये होगा जो महानिशा चलीगला नष्ट हो गला से जो शून्य स्थानटा या शून्य व्योम भली गोटे शून्य स्थान या महानिशा से क्षेत्र में कौन है जो से अनुपस्थित भगवान स्थान पूर्ण कर भगवान नथिबारु से स्थानटा को महानिशा पूरण कर रखिला तार फल कौन है सेठारे एक विस्तीर्ण अंतरंग और दिव्यानंदपूर्ण दिव्य भाषा धारा प्राप्त है केमती चमत्कार ये वर्णना केमती चमत्कार भाव घटना सब वर्णना है आप देखो आपको पढ़े बारंबार पढ़ा इच्छा हे एवं ये देखो से गोटे महाशून्य तैयारीगला महानिशा जो गोटे महाशून्य तैयारीगला जो नष्ट होगा सेठारे भगवान अनुपस्थित थे जगह महानिशा माड़ी बसला महानिशा जमी पलैला से जगह किए आसिले विस्तीर्ण अंतरंग दिव्यानंदपूर्ण दिव्य उषा उषाटा केते आसे आमर जो सका उषा आसे उषा पूर्व अंधकार घनिष्ठ हुए बोली कथा घनिष्ठ अंधकार भर उषा टिके पूर्व दिगरे उदित हुए ये उषा कौन करे उषा जो दिग्गज धीरे 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 आसिक से उषा या नष्ट कर उषा विषय वेदरे अति चमत्कार पृष्ठा परिपृष्ठा वर्णना श्री अरविंद लिखी मुझे समय ना तो पढ़ाई मुझे नोट कर उषा एक चमत्कार जिनस दिखाई उषा हूँ खूब शक्तिशाली उषा भितर ही आलोक को टाणी आने अंधकार भितर उषा प्रथम प्रतिष्ठित हुए एवं तापर आलोक आसे धीरे धीरे अंधकार को निश्चिन्न करे तेणु प्रथम जोटा आसो सी हूँ डन अंधकार को प्रथम निश्चिन्न कर अंधकार को नष्ट कर सी हूँ उषा ये हूँ प्रथम अवस्था ये डी कैपिटल से डी कैपिटल ब्लिसफुल डन ये जो डन टी आसो दिव्यानंदपूर्ण दिव्य भाषा धरापात है दिव्य भाषा धरापात है पोड़ कड़ किए गोटे ढाईदेला पोड़ ए वाइड इंटीमेट एंड ब्लिसफुल डनटा केमती धरापात है माने पोड़ डनटा केमती विस्तीर्ण अंतरंग दिव्यानंदपूर्ण विस्तीर्ण वाइड इंटीमेट बोले अंतरंग एंड ब्लिसफुल अल्सो दिव्यानंदपूर्ण उषा आसिक प्रकाशित है कौटी प्रकाशित है अशुपति अंतर ये उषा ये प्रकाशित है संपूर्ण रूपे अंधकार निश्चन्न होगा संपूर्ण रूपे उषा प्रकाशित है उषा दिन धीरे 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 दिन में परिणत हो एवं हेल्ड बाय द ऑल थिंग्स द टाइम स्टॉर्म हाव महाकाल महाकाल छिन्न हृदय जहाँ सब सृष्टि कर महाकाल भीतर सब छिन्न हृदय सृष्टि कर आम गोटे जिनस करने को जाऊँ से जिनसा भांगीगला महाकाल ताको भांगीदेला ना तू ये कर अनेक कथा आम जीवन में घटुची जोड़ा सब महाकाल घटौ कारण आमर प्रस्तुति अनुसार महाकाल क्रिया करते आम जो गोटे जिनस को धारण कर क्षमता नहीं ताको महाकाल छाड़ी ये कहे तुम ताको प्रस्तुत हो जमी अति मानस धरा पृष्ठ ओह्लैया गोटे प्रस्तुति दरकार जड़े व्यक्ति प्रस्तुत होगा पड़ो तार भर से ओह्लैबे श्री अरविंद साधना करी माँ श्री अरविंद शरीर भितर प्रस्तुत हेले अतिमान शक्ति को धारण करने संसार रे केवल दुईटी शरीर प्रस्तुत होते से हूँ गोटे माँ आ गोटे श्री अरविंद ये दुईटे शरीर ही प्रस्तुत होते अतिमानस को धरिया कि जो अतिमानस अवतरण कर आसो श्री अरविंद माँ कहले माँ श्री अरविंद को कहले मु शरीर छाड़ी अतिमानस को धारण कर धारण शरीर छाड़ा पड़ो
ଶ୍ରୀଅରବିନ୍ଦ କହିଲେ ନା ନା ତୁମେ ରହିବ ବା ଏହାର ପରବର୍ତ୍ତୀ କ୍ରିୟା କରିବ, ମୁଁ ଶରୀର ଛାଡି ଅତିମାନସ ଶ୍ରୀଅରବିନ୍ଦଙ୍କ ଶରୀରରେ ଅବତରଣ କଲା ଏବଂ ତାକୁ ପୁଣି ମା ଧାରଣ କଲେ ଏବଂ 6 ବର୍ଷ କାଳ ସଂସାରକୁ ପ୍ରସ୍ତୁତ କଲେ, ଯେତେବେଳେ ସେ ସଂସାରକୁ ଅତିମାନସକୁ ଛାଡ଼ିଲେ ଇତ୍ୟାଦି। ଯାହା ତେଣୁ ଧାରଣ କରିବାର ଗୋଟେ ପ୍ରସ୍ତୁତି ଦରକାର, ସେଥିପାଇଁ ମହାକାଳ ଧାରଣ କରିଦିଏ, ଧାରଣ କରିବାକୁ ପ୍ରସ୍ତୁତ ହେଲା ପରେ ସେଇ ଜିନିଷଟା ଆସି ପ୍ରବେଶ କରେ। ଠିକ ସେଇଭଳି ଏଠି କଣ ଘଟଣା ହେଲା ଏବଂ ମହାକାଳର ଛିନ୍ନ ହୃଦୟ ବାରମ୍ବାର ମହାକାଳ ଛିନ୍ନ କରିଛି, ନା ଏଇଟା ହବନି ଏଇଟା ହବନି, ଏ ଛିନ୍ନ ହୃଦୟରେ ଯାହା ସବୁ ସୃଷ୍ଟି କରିଥିଲା ସବୁ କ୍ଷତ ସୃଷ୍ଟି କରିଥିଲା, ଛିନ୍ନ ହୃଦୟରେ ସବୁ କ୍ଷତ ସୃଷ୍ଟି କରିଥିଲା। ତମେ ନିରୋଗ ଭାବରେ ତମ ଶରୀର ରହିପାରିବନି, ତମ ଶରୀର ଧୀରେ ଧୀରେ ବୃଦ୍ଧ ପ୍ରାପ୍ତ ହେବାକୁ ବାଧ୍ୟ। ୟୁ କ୍ୟାନଟ୍ ଚେଞ୍ଜ ଦ୍ୟାଟ୍। ଏସବୁ କିଏ କରୁଛି? ମହାକାଳ କରୁଛି। ଏସବୁ ଛିନ୍ନ ହୃଦୟ। ଜଣେ ଲୋକ 10 ବର୍ଷ 15 ବର୍ଷରେ ବି ମରିଯାଉଛି, ଆଉ ଜଣେ ଲୋକ କିଛି ଦିନ ବଞ୍ଚୁଛି, ଆଉ ଜଣେ ଲୋକ ବେଶୀ ସମୟ ପର୍ଯ୍ୟନ୍ତ ବଞ୍ଚୁଛି, ସବୁ ମହାକାଳ କରୁଛି। ତେଣୁ ମହାକାଳର ଏସବୁ କଥା ଘଟଣା ହଉଛି ଛିନ୍ନ ହୃଦୟ, ଯାହା ସବୁ ସୃଷ୍ଟି କରିଥିଲା ସେ ସବୁ ନିରାମୟ ହେଇଗଲା। ଆଉ ମହାକାଳର କିଛି କ୍ଷତି ହାତ ରହିଲାନି, ଆଉ କିଏ କିଛି କରିପାରିଲାନି, ଏ ସବୁ ନଷ୍ଟ ହେଇଗଲା। ଏବଂ ବିଶ୍ୱ ପ୍ରକୃତି ବକ୍ଷରେ ଦୁଃଖ ଆଉ ନିବାସ କରିପାରିଲାନି। ଦେଖନ୍ତୁ ଏ ସବୁ ଘଟଣା ଘଟିଲା ପରେ ବିଶ୍ୱ ପ୍ରକୃତି ଭିତରେ ସମ୍ପୂର୍ଣ୍ଣ ରୂପେ ଦୁଃଖ ଆଉ ନିବାସ କରି, ପଶୁପତିଙ୍କ ଭିତରେ ଯୋଉ ବିଶ୍ୱ ପ୍ରକୃତି ଥିଲା, ସେଇ ବିଶ୍ୱ ପ୍ରକୃତିରେ କୌଣସି ଦୁଃଖ ଆଉ ରହିପାରିଲା ନାହିଁ, ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେଇଗଲା। ସବୁ ଦୁଃଖ ବି ନିବାସ କରିପାରିଲାନି। ବିଭାଜନର ଅନ୍ତ ହେଲା, କାରଣ ସେଠାରେ ଭଗବାନ ସ୍ୱୟଂ ଉପସ୍ଥିତ ହେଲେ। ବିଭାଜନ ହିଁ ସବୁ ଜିନିଷରେ ସୃଷ୍ଟି କରେ, ଯେତେ ସବୁ ବିଭ୍ରାଟ ସୃଷ୍ଟି କରେ ବିଭାଜନ। ସେଥିପାଇଁ କୁହାଯାଇଛି ଯେ in any case harmony should be established। ଅନୁଷ୍ଠାନ ମାନ ଭାଙ୍ଗି ଯାଉଛି ବିଭାଜନ ଯୋଗୁଁ। ଜଣେ ବ୍ୟକ୍ତି ଗୋଟେ ପ୍ରକାର କହିଲେଣି, ଆଉ ଜଣେ ବ୍ୟକ୍ତି ଆଉ ଗୋଟେ ପ୍ରକାର କହିଲେଣି, ଏଇଟା ସେଇଟା ଭିତରେ ସବୁବେଳେ ଦ୍ୱନ୍ଦ୍ୱ ଲାଗିଲା, ଅନୁଷ୍ଠାନ ଭାଙ୍ଗିଗଲା। ସେଥିପାଇଁ କୁହାଯାଇଛି ସେଠି ହାରମୋନି ସ୍ଥାପିତ କରିବାକୁ ହବ, ଏବଂ ହାରମୋନି ସ୍ଥାପିତ ନହେଲା ଯାଏ ଭାଙ୍ଗିକିରି ଧ୍ୱଂସ ହଉଥିବ। ତେଣୁ ଏ ଯୋଉ ବିଭାଜନ ହେଉଥିଲା, ସେଇ ବିଭାଜନର ଅନ୍ତ ଘଟିଲା ପଶୁପତିଙ୍କ କ୍ଷେତ୍ରରେ ଏବଂ ସେଠାରେ ଭଗବାନ, ଯୋଉଠି ବିଭାଜନ ସେଠି ଭଗବାନ ରହିପାରିବେ, ଯୋଉଠି ସମନ୍ୱୟ ଅଛି, ଯୋଉଠି ହାରମୋନି ଅଛି, ପ୍ରଥମ ପଦକ୍ଷେପ ହଉଛି ଭଗବାନ ରହିବାର ସ୍ଥାନ। କିନ୍ତୁ ପରିବାର ହଉ, ଦେଶ ହଉ, ଯୋଉଠି ହଉ, ଯେତେ ପ୍ରକାର ବିଭାଜନ ଆସିବ ସେତେ ପ୍ରକାର କ୍ଷତି ହିଁ ଘଟଣା ଘଟୁଛି। ଆପଣମାନେ ରାଜନୀତିକୁ ଦେଖିଲେ ଜାଣିପାରିବେ ଯେ ବିଭାଜନ ହିଁ ସମସ୍ତ ପ୍ରକାର ଧ୍ୱଂସତାର ମୂଳ କାରଣ। ଭଗବାନ ସେଠି ରହିବେ। ତେଣୁ ସେ ଏଠି କହୁଛନ୍ତି ବିଭାଜନର ଅନ୍ତର ହେଲା ପରେ, କାରଣ ସେଠାରେ ଭଗବାନ ସ୍ୱୟଂ ଉପସ୍ଥିତ ଥିଲେ। ଅନ୍ତରାତ୍ମା ତାଙ୍କର କିରଣ ଦ୍ୱାରା ସଚେତନ ଶରୀରକୁ ଆଲୋକିତ କଲେ। ସଚେତନ ଶରୀରକୁ ଆଲୋକ କଲେ। ଅନ୍ତରାତ୍ମା ତ ଭିତରେ ଅଛନ୍ତି, ସବୁଦିନ ଆଲୋକ କରିଥାନ୍ତି, କାହିଁକି ଆଲୋକ କରିପାରୁନାହାନ୍ତି? ଶରୀର ଭିତରେ ଅଚେତନତା ଥିବାରୁ ଅନ୍ତରାତ୍ମା ଭିତରେ ସେଇ ଆଲୋକ ଥିଲେ ମଧ୍ୟ ସେଇ ଆଲୋକ ଦ୍ୱାରା ଅନ୍ତରାତ୍ମା ଶରୀରକୁ ଆଲୋକିତ କରିପାରନ୍ତି ନାହିଁ। ଯେତେବେଳେ ଶରୀର ସଚେତନ ହବ, ଭଗବାନ ପ୍ରତିଷ୍ଠିତ ହେବେ, ଦ୍ୱନ୍ଦ୍ୱ ରହିବନି। ଏ ଯେତେ ଜିନିଷ ଘଟି ଘଟି ଆସିଲା ପଶୁପତିଙ୍କ ଶରୀର ଭିତରେ, ଏ ସବୁ ଯାକ ଜିନିଷ ଘଟିଲା ପରେ ଅନ୍ତରାତ୍ମା ପୂର୍ଣ୍ଣ ଶକ୍ତିରେ ଶରୀରକୁ ଆଲୋକିତ କରେ। ତାପରେ କଣ ହେଲା? ଜଡ ଓ ଅନ୍ତଃସତ୍ତା ସମ୍ମିଳିତ ହେଲା। ଜଡ ବୋଲି ଆଉ କିଛି ରହିଲାନି। ଆଗରୁ ସେ ଜଡ ଭିତରେ କେତେ ପରିବର୍ତ୍ତନ ହେଇଛି ଦେଖନ୍ତୁ। ଜଡ ଆଉ କିଛି ରହିଲାନି। ମ୍ୟାଟର ଆଣ୍ଡ ସ୍ପିରିଟ ମିଙ୍ଗଲ୍ଡ। ଜଡ ଆଉ ଅନ୍ତଃସତ୍ତା ସମ୍ମିଳିତ ହେଇଗଲେ, ମିଳିତ ହେଇଗଲେ ଏବଂ ଏକାକାର ଆଉ ଅଭିନ୍ନ ହେଇଗଲେ। ଜଡ ଯାହା, ଅନ୍ତଃସତ୍ତା ସେଇଆ। ଏବଂ ଜଡ ଆଉ ଅନ୍ତଃସତ୍ତା ସ୍ପିରିଟ and matter mingled and were one। ସେମାନେ ଏକ ହେଇଗଲେ, ସେମାନେ ସବୁ ମିଳିତ ହେଇଗଲେ, ମିଳିତ ହେଇକି ଏକ ହେଇଗଲେ। ଏଇଠି ହେଲା ଆମର ଏଣ୍ଡ ଅଫ କ୍ୟାଣ୍ଟୋ 8। ବହୁତ ବାଟ ପଳେଇଲେଣି ଆମେ, ଏଇଠି ଗୋଟେ ଆମେ ବ୍ରେକ୍ ନବା, ତାପରେ ପରବର୍ତ୍ତୀ ଏଇଟା ହେଲା 11:20 ହେଇଗଲା।
बेसी ब्रेक नबानी मु 11:25 आसवा सेशन फैसला आरंभ कर किसी बाट नुआ कैंटोन जा सावित्री प्रकृति में बुझा हम एक वैज्ञानिकता लैबोरेटरी गोटे नुआ तत्व नुआ जिनस नुआ मेडिसिन बाहर करने पूर्व जो जो जिनस गुड़ा सब प्राक्ट कर सब लिखि थाए एवं गोटे फैक्ट्री जब चाहिए से अनुसार से औषध या धारा कले या जमी फिजिकल लेवल फिजिकल अवस्था संभव स्पिरिचुअल क्षेत्र में श्री अरविंद मनीष शरीर धारण कर जो जो बाट देकर अतिमानस तत्व पृथ्वी प्रतिष्ठा कर तार वर्णना है सावित्री एवं से भीतर देकर जड़े जब जीव सी भी अतिमानस पहुंच हुए तो से जिनस धरिया धारण करने 4 वर्ष लगी पारे 5 जन्म लगी कि जन्म भी पारे किंतु धाराटी से धारा गले ही आ गोटे सुविधा थाए कौन भगवान कृपा थाए सी रास्ता जावाई जड़े चाहिए भगवत कृपा सहायता कर जमती ये जिनस सब लेबोरेटरी या नुआ तैयारी करने सरकार सहायता थे सहजरे से फैक्ट्री सहजरे जिनस जिनस बाहरी जीव ठीक से भाया भगवत कृपा जो मनीष चाहिए से मनीष भितर सब क्रियाशील कर पहुंचे दे प्रथम कथा हूँ चाहिए पड़ो से दिगरे कार्य आरंभ कर भगवत क्रिया काट ये हूँ सावित्री धारा से माँ कहते जन खाली सावित्री पाठ जदि कर उच्च को उठी उठी जावाई बाट पाई एवं संपूर्ण रूपे उच्च स्तर में पहुंचापी सावित्री यथेष्ट बोली माँ कहते से वक्तव्य ये सब वर्णना सब अशोपति जो जो बाट देकर श्री अरविंद जो जो बाट देकर तार टिकी निखी विश्लेषण वर्णना हूँ अशोपति आपन कैंटो 8 कैंटो 9 भितर जिते सब वर्णना अच्छी सब अंधकार क्रिया सबु महा अंधकार क्रिया जो अंधकार आम भितर गभीर प्रतिष्ठित होकर रही प्रत्येक मनीष प्रत्येक सृष्टि प्रत्येक क्रिया से अंधकार रही से अंधकार को छाड़ी सृष्टि ना जमी सच्चिदानंद को छाड़ी सृष्टि कौन जिनस ना अंधकार को छाड़ी सृष्टि कौन जिनस ना से उभय उपस्थित अच्छा सृष्टि मनीष भितर मनीष सचेतन हबारू जड़ सचेतन नहीं वृक्ष सचेतन प्राणी सचेतन नहीं से विषय प्रकाशित हुए कि मनीष सचेतन हो भितर से खूण गुड़ाक प्रकाशित हुए एवं खूण गुड़ाक जना पड़े ईर्षा हिंसा द्वेष परस्पर कातरता लोभ क्रोध ये सब जिनस गुड़ा प्रकाशित हुए जो जिनसटा अन्यत्र प्रकाशित हुए प्राणी मान क्षेत्र में किसी प्रकाशित हुए कि वृक्षलतार किसी प्रकाश वृक्षलतार भी कई वृक्षलतार प्रकाशित हुए ये सब जिनस भितर मौजूद अच्छे किंतु ताकू सब एक्सपोज करा जाए नहीं आध्यात्मिकतार श्री अरविंद आसला जाए ताकू सब बंद कर चाबी पकई रखाई कहुई तुम ताकू छाड़ी दियो यू कैनॉट संसार को चेंज कर नेचर को चेंज कर नेचर को छाड़ी दियो आत्मा को छाड़ी साधना कर एवं तुम्हें पुनर्जीवन नलय भते प्राप्त कर श्री अरविंद होउचंदी एक अद्भुत अवतार जी कहले मु ताकू खोलिक देखी कौन सी अच्छी एवं सी देखिले प्रथमे जिते सी गले अंधकार भितर प्रवेश कर डार्कनेस भितर पहुंच महाराम निशा भितर से देखुं द्वार दिशा ओ ये ताहले मनुष्यर दुख जंत्रणार कारण से सतुष्ट हेलेनी चाबिटी कोटे अच्छी खोजी खोजी गिरी गले एवं से महा अंधकार गोटे केन्द्र बिंदु रे पहुंचले जो बिंदु रे चाबिटी अच्छी
ସେଇ ବିନ୍ଦୁଟା ଅଶୋପତି ପ୍ରାପ୍ତ କରିବା ପରେ ତାଙ୍କ ଭିତରେ ସବୁ ପରିବର୍ତ୍ତନ ହେଲା, କାରଣ ସେ ଚାବିରେ ସବୁ ଖୋଲିଗଲା। ବର୍ତ୍ତମାନ ସେଇ ଚାବିକୁ ସେ ଧାରଣ କରିଛନ୍ତି ଏବଂ ସେ ଚାବି ଫଳରେ ସଂସାରର ଦୁଃଖ ଯନ୍ତ୍ରଣାକୁ ଘୁଞ୍ଚେଇ ଦେବେ। ସେଇଥିପାଇଁ ସେ ବ୍ୟବସ୍ଥା କରିଛନ୍ତି, ନିଜେ ସାଧନା କରିକି ସବୁ କଷ୍ଟ ସହ୍ୟ କରି ବ୍ୟବସ୍ଥା କରିଛନ୍ତି। ଯାହା ହଉ ଆମେ ବର୍ତ୍ତମାନ ଆସିବା ପାରାଡାଇଜ ଅଫ ଦି ଲାଇଫ ଗାର୍ଡସ। ଏଠି ପ୍ରାଣ ସତ୍ତାର ସମସ୍ତ କ୍ରିୟା ଏଠି ସରିଯିବ ଏ କ୍ୟାଣ୍ଟରେ, ଆଉ ପ୍ରାଣର କିଛି ରହିବନି। ପ୍ରାଣର ଯେତେ ବାଟ ଦେଇକିରି ଆମେ ଆସିଲେ ଏଠି ସରିବ, ତାପରେ ମନର ଆରମ୍ଭ ହବ ଆର କ୍ୟାଣ୍ଟରେ। ଏଠି ଯୋଉ କହୁଛନ୍ତି ଏରାଉଣ୍ଡ ହିମ୍ ସୋନ୍ ଏ ଗ୍ରେଟ୍ ଫେଲିସିଟସ୍ ଡେ, ଚମତ୍କାର କଥା। ଡେ ଦେଖନ୍ତୁ ଏଇଠି ଡି କ୍ୟାପିଟାଲ ହେଇଛି, ଏହା ଦିବସ କରାହେଇଛି, ଏହା ହଉଛି ଏକ ମହାଦିବସ ହବ। ଏଟାକୁ କରେକ୍ସନ କରିଦେବେ, ମହାଦିବସ ଡି କ୍ୟାପିଟାଲ ହେଇଛି। ସେଇଟା ଥିଲା କଣ, ମହାଡନ୍ ଥିଲା, ପଢିଲେ ଏବେ। ଡନ୍ ପରେ ଦିବସ ଆସିବ, ଡନ୍ ରେ ସୂର୍ଯ୍ୟ ଉଦୟ ହବ, ଉଷା ତିଆରି ହବ, ଉଷା ଧୀରେ 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 ଆଲୋକର ଇଏ ହିସାବରେ ପଥେ ପ୍ରକାଶିତ ହେବ। କବିବର ଲେଖି ନାହାନ୍ତି ଉଷାରେ, ମନେ ପଡୁନି ମୋର ଠିକ, ଯାହା ହଉ ସେ ଉଷା ବିଷୟରେ ବହୁତ ବର୍ଣ୍ଣନା ହେଇଛି ବେଦରେ, ବେଦ ବେଦାନ୍ତରେ ଶ୍ରୀଅରବିନ୍ଦ ତାକୁ ଲିଖିଛନ୍ତି ଏବଂ ଉଷାଟାକୁ ବହୁ ଗୁରୁତ୍ୱ ଦେଇଛନ୍ତି। ଉଷା ହିଁ ଆଲୋକକୁ ପ୍ରକାଶ କରେ, ତେଣୁ ସେଇ ଉଷାଟି ଅଶୋପତିଙ୍କ କ୍ଷେତ୍ରରେ ଉଇଁଲେ ଏବଂ ସେଇ ଉଷା ବର୍ତ୍ତମାନ ଆସିକିରି ଅଶୋପତିଙ୍କ ଚତୁର୍ଦ୍ଦଗରେ ଉଦ୍ଭାବିତ ହେଲା ଏକ ଶୁଭଙ୍କର ଦିବସ। ଏ ଦିବସରେ ଆଉ ଅଶୁଭ ନାହିଁ। ଏ ଦିବସଟା କଣ, ସେ ଅନ୍ଧକାରଟା କଣ, ସେ ଅନ୍ଧକାରଟା ହଉଛି ଆଲୋକର କ୍ଷୀଣ କଣିକା ବି ସେ ଭିତରେ ନାହିଁ, ସମ୍ପୂର୍ଣ୍ଣ ଅନ୍ଧକାର। ଏଇ ଯୋଉ ଉଷାଟି ହେଇକିରି ଯୋଉ ଦିନଟି ହେଲା, ଇଏ ସମ୍ପୂର୍ଣ୍ଣ ରୂପେ ଅନ୍ଧକାରର କଣିକାଟେ ନ ହେଇକି ପୂର୍ଣ୍ଣ ଭାବରେ ଆଲୋକ। ତେଣୁ ଇଏ ହେଲା ସମ୍ପୂର୍ଣ୍ଣ ଏକ ମହାଶୁଭଙ୍କର ଦିବସ, ମହାଦିବସ। ଇଏ ଛୋଟକାଟିଆ ଦିବସ ନୁହେଁ। ଅଶୋପତିଙ୍କ ଚତୁର୍ ଭିତରେ ଯେଉଁ ଘଟଣା ସବୁ ଘଟି ଆସିଲା, ଆଗରୁ ବର୍ଣ୍ଣନା କଲେ, ଅଶୋପତିଙ୍କ କ୍ଷେତ୍ରରେ ଏକ ଦିବସ ପ୍ରତିଷ୍ଠିତ ହେଇଗଲା। ଆଉ ସେଥିରେ ଅନ୍ଧକାର କିଛି ନାହିଁ, ଅନ୍ଧକାର ସବୁ ନିଶ୍ଚିହ୍ନ ହେଇଗଲା। ସେ ଯୋଉ ହାତ ଥାପି ଦେଲେ ସେ ଅନ୍ଧକାର ଉପରେ, ସେ ସମ୍ପୂର୍ଣ୍ଣ ନିଶ୍ଚିତ ହେଇଗଲା। ଆଗରୁ ଆମେ ପଢିଲେ, ଏବେ ଉଷା ଆସିଲା, ଯାହା ଥିଲା ଏ ଲସ୍ଚର ଅଫ ସମ୍ ରପ୍ଚରସ୍ ଇନଫିନାଇଟ୍, it held in the splendor of its golden love, visions of the heart's happiness set free, intoxicated with the wine of God, immersed in light perpetually divine। ଏ ଯେତେ ଯାକ ବର୍ଣ୍ଣନା ଏଠି ଦେଖିବା 2 ପୃଷ୍ଠା ଧରିକିରି, ଏସବୁ ଡେର ବର୍ଣ୍ଣନା, ଏସବୁ ଦିବ୍ୟ ଯୋଉ ଦିନ ହେଲା, ଯେମିତି ଅନ୍ଧକାରର ବର୍ଣ୍ଣନା ହେଲା, ଅନ୍ଧକାର କଣ କଣ ତା ଭିତରେ ସବୁ ଅଛି, କି ଭଳି ଭାବରେ ସେ ସବୁ ମଣିଷ ଭିତରେ ରହିକିରି ସଂସାରକୁ ପରିଚାଳିତ କରୁଛି। ବର୍ତ୍ତମାନ ଏ ଯୋଉ ଡେରେ ଆସିଲା, ସେ ଯୋଉ ଡେର ସବୁ ଯାକ ବର୍ଣ୍ଣନା, ଯେତେ ଇଟ୍ ସବୁ ଏଇଠି ଅଛି, ସବୁ ରିଲେଟ କରୁଛି ଡେ, ଏବଂ ସେ ଡେଟି କେମିତି, ସବୁ ତାର ବର୍ଣ୍ଣନା। ସେ କଣ ଥିଲା, ତାହା ଥିଲା କୌଣସି ଉତ୍ତୁଙ୍ଗ ଆନନ୍ଦୋଲ୍ଲାସ ପୂର୍ଣ୍ଣ ଅନନ୍ତଙ୍କ ଏକ ଜ୍ୟୋତି। ଏ ଦିନଟା କଣ, ଏ ଦିବସଟା କଣ, ଅନନ୍ତଙ୍କର ଏକ ଜ୍ୟୋତି। ଇଏ ହେଲା ଅନନ୍ତଙ୍କର ଏକ ଜ୍ୟୋତି। କିଭଳି ଏକ ଜ୍ୟୋତି, ଉତ୍ତୁଙ୍ଗ ଆନନ୍ଦୋଲ୍ଲାସରେ ପରିପୂର୍ଣ୍ଣ ଏକ ଜ୍ୟୋତି। ଆହୁରି କଣ ହେଲା, ତାହା ତାର ସ୍ୱର୍ଣ୍ଣାଭ ହାସ୍ୟରେ ଧରି ରଖିଥିଲା ହୃଦୟର ସୁଖର ମୁକ୍ତି ପ୍ରାପ ରାଜ୍ୟ ସବୁ, ଭଗବାନଙ୍କର ସୁରା ଦ୍ୱାରା ପ୍ରମତ୍ତ ଆଲୋକର ନିମଜ୍ଜିତ ଚିରନ୍ତନ ଭାବେ ଦିବ୍ୟ। ଏଇ ସବୁ ଜିନିଷ ହଉଛି ଏ ଡେର ଗୁଣ। କଣ ସବୁ ଡେର ଗୁଣ, ସ୍ୱର୍ଣ୍ଣାଭ ହାସ୍ୟକୁ ଧରି ରଖିଥିଲା, ଦିନଟା ସ୍ୱର୍ଣ୍ଣାଭ ହାସ୍ୟକୁ ଧାରଣ କରି ରଖିଥିଲା। ହୃଦୟର ସୁଖର ପ୍ରାପ୍ତ ରାଜ୍ୟ ସବୁ ଏ ଉଷା ଧାରଣ କରିଥିଲା, ଏବଂ ଭଗବାନଙ୍କର ସୁରା ଦ୍ୱାରା ପ୍ରମତ୍ତ, ଇଏ ବାହାରେ ମିଳୁଥିବା ସୁରା ନୁହେଁ, ଭଗବାନଙ୍କ ସୁରାରେ
भगवान विषय प्रमत्त होगा जो सुरा पान करा जाए से सुरारे प्रमत्त आलोक निमज्जित चिरंतन भाव दिव्य हला एटे ए दिनटी एभली एक दिन जो दिन रे एते सब घटना घटी ए फेवराइट एंड intimate of the gods obeying the divine command to joy. It was the sovereign of the it was the sovereign of its own delight and a master of the kingdoms of its face. एक देखो देवगणंकर प्रिय और अंतरंग दिनटे थिला देवगणंकर प्रिय देवगण पाखे नाइट रही पारे नहीं अंधार रही पारे नहीं सी सब दिन रे बास करते तेणु तांकर प्रिय और अंतरंग थिला एभली एक दिन तथा आनंद निमित्त दिव्यादेश पालनकारी आनंद प्राप्त करे पाई जो आदेश दिव्य दिव्यादेश मिले ताकू ए दिनटा पालन करे बुझीपार obeying the divine command to joy आनंद निमित्त आनंद प्राप्त करने पाई दिव्यादेश पालनकारी आहरी ताहा तार निजस्व आनंदर सार्वभौमाधिपति दिनर जो निजस्व आनंद अच्छे से सार्वभौम अधिपति एवं तार शक्तिर राज्य समूहर प्रभु से आनंदर शक्तिर राज्य समूहर प्रभु है ए दिन ये एक दिन ये एक दिन रे ये प्राप्त करथिला आहरी कौन करथिला assured of the bliss for which all forms were made सकल रूपावली जो आनंद सकाशे सृष्ट ए गोटे गोटे मझे गोटे गोटे वाक्य से कही तार बहु बहु जिनस को से बुझाऊँ ये देखो सकल रूपावली जो आनंद सकाशे सृष्टि ए संसार में जिते रूप सब या वृक्ष लता कीट पसंग पशु पक्षी कौन या ये सबू जिनस भितर धीरे धीरे आगू को जाकि आनंद को प्रकाश कर आनंद रु सृष्टि अच्छी उपनिवेश सृष्टि आनंद रु बाहरी आनंद भितर अग्रगति करुच्ची शेष परमानंद रे पहुंच तेणु से जो आनंद साइची जदिओ आम दुख सब चुश्रुपर से कष्ट दूची कि तार पश्चात समग्र भित्ति आनंद ही रही सृष्टिर भित्ति हूँ आनंद एवं से दिने आनंद रे पहुंचेब ये जो आनंद निमित्त दिव्यादेश पालनकारी ये उषा ताहा तार निजस्व आनंदर सर्वभौम अधिपति उषार जो आनंदटी अच्छी दिनर जो आनंदटी अच्छी तार अधिपति है सी एवं तार शक्तिर राज्य समूहर प्रभु से शक्तिर राज्य समूह जिते अच्छी आनंदर जिते शक्तिर राज्य अच्छी तार प्रभु है सी सकल रूपावली जो आनंद संज्ञान सृष्ट ये सब सकल रूप तैयारी आनंद पाई ये दिने आनंद रे पहुंचीबो वेदर उपनिषद से कथा लिखाई आनंद रे जाई पहुंचीबो से दिव्यानंद संपर्क रे निश्चित हुई अर्थात निश्चित भाव रे ये आनंद सृष्टि रे प्रतिष्ठित हो एटा उपनिषद भी कहते महानियतिर प्रचंड आघात और शोक तथा भय द्वारा अविचलित हुई महानियति जेते दुख देले भी जेते अवस्था सृष्टि करे भी प्रचंड आघात देले भी शोक देले भी भय द्वारा ता भितर एक दिन अविचलित नुहे हुई द्रुत पलायमान महाकाल श्वास द्वारा अनांकित हुई अनातंकित हुई द्रुत पलायन महाकाल द्रुत पलायन करुच्ची हेट 80 वर्ष होगा हेटी आ 5 वर्ष गला से हुए तो 90 रे पहुंचब ये जो कालर द्रुत गति ये तालर द्रुत गति आगू को चली ये जो महानियतिर प्रचंड आघात गला ये जो द्रुत पलायमान महाकाल ये पलायमान महाकाल जो अच्छी फ्लीटिंग टाइम पलायमान महाकाल चलुच केतले स्थिर ना महाकाल समय केतबेले भी स्थिर नुहे ये चली एवं महाकाल श्वास द्वारा अना महाकाल ये जीवा भितर जो श्वास प्रश्वास देगी से श्वास भितर
जो क्षति पहुंचाए महाकाल से आम सब टिके कथार आतंकित हो जाऊँ अरे यहाँ एमती है जे कौन हम केजाणी ये तो मृत्यु कारण हम कि कौन हम अरे ये घटना तो घटी ना इमती गोटे घटना कहीं घटला ये तो आगू जापर आशंका सबुबले आम मन भितर आशंकाटे पूरे दिए महाकाल आशंका भितर आम बंचीचु नेगेटिविटी भितर बंचीचु नेगेटिविटी को निमंत्रण करके आम घटाऊँ आम जीवन में सदा सर्वला जदि आम पॉजिटिव होबू भाखरे भगवान अच्छा मन करूँ माँ आमको धारण कर मन करूँ माँ को कोल आम अच्छु मन करूँ ये भाव रखिले कौन हम नेगेटिविटी नष्ट हो पॉजिटिविटी माँ ये कथा कही तुम जो सब नेगेटिव कर से नेगेटिव दूर थी धीरे धीरे तुम पाखु आस घटे ता बदल जब तुम पॉजिटिव हम से दूर को रही रोग सैया रोग भी सैया रोग सब चतुर्पार्श्व समस्त ग्रहण कर तुम भितर कहीं आसन तुम दूरे रखीच मो भितर तू आसपर मो पाखे माँ मत धारण कर तुम भितर माँ चाहिए जाकि गोटे जिन तुम भितर को आसो ये एक दृढ़ विश्वास तुम अच्छी कि निजक पचार मो पाखक मृत्यु आसीपर ना माँ को बिना परमिशन माँ जो दिन चाहिए यार बेल हो गला यू शुड गो से मृत्यु आस रोग स्पष्ट भाव से कहते जो जापान कथा से कहते जो ये है कोरोना है कोरोना विषय से कथाटा मुझे जगह कही माँ कही लक्ष लक्ष लोक जापान में मरीगले ये भाइरस रोग जो माँ दिने गोटे ये गाड़ी में जाऊे मेट्रो रे जाऊे मेट्रो बासी गला बेले से रोग आक्रमण कला से माँ ताक पचारे कहले तुम कौन ए दोष कर लोक तुम एत लोक कहीं मारुच मेट्रो कौन कहला माँ को जानती मेट्रो तुम कहला मु गोटा को मारी गोटे लोक भितर को मु मारी आउ जेते लोक मरुंच समस्ते मत भय कर टाणी नौ तेणु मूल कारण हूँ भय भय भितर मत टाणी नौ तेणु माँ कहती जदि जन भय करनी से भय शून्य हो ता भितर से रोग प्रवेश कर ये प्रमाणित हो सारी मुझा कहबी से सब आम अहंकार को पलैब किंतु प्रमाणित हो सारी जड़े जदि भय शून्य हम ताल भाइराल रोग हेनी भाइराल रोग पाखक आसबनी एवं ये घटना घटी जीवन में घटना घटी छाड़ तेणु से भय हूँ मूल जिनस से सब जिनस आसिक काल ये सब जिनस को सृष्टि करे एवं से कौन करे हेल्ड इन दिस गला सॉरी कोट छाड़ी गले ना पलायन महाकाल श्वास द्वारा अनाचित आम आतंकित हो जाऊँ महाकाल अज्ञा द्वारा एति वर्ष होगा अमुक होगा रोग में पड़ी आ बचन आतंकित हो जाऊँ आतंकित न हो अनाकन्य होई एंड अनविशेषड बाय एडवर्स सर्कमस्टेंसेस प्रतिकूल परिस्थिति द्वारा अनवरुद्ध होई प्रतिकूल परिस्थिति अवरुद्ध हो अवरुद्ध न होई अनावृत होई ताहा एक मधुर निरापद सहज स्वाच्छंद श्वास नेउछिला ये ताहाटी किए ये दिन इट रेफर्स टू द डे जिमती आम महानिशा पढ़ीचे सब जगह रेफर करे टू नाइट ये सब जगह रेफर कर टू डे गोटे कथा आमको मन रखा पड़ो नाइट रे महाअंधकार रे जेते प्रकार दैव दुर्विपाक घटना सब आम वर्णना शुणीचे डे रे सब जाक विपरीत से नाइट रे जहाँ सब वर्णना शुणीचे जहाँ सब भीतर दिखे आसीचे बर्तमान डे रे ठीक तार विपरीत जिन सब घटो ये हूँ डे ये छोटिया दिन गोटे आमर प्रतिदिन उषा सूर्योदय हूँ अंधकार पड़ू ये दिन या नुहे ये डे हूँ एक परम दिवस एक महा दिवस डी कैपिटल जमती एन कैपिटल महानिशा तैयारी
डीप कैपिटल है महादिवस तैयारी ये दिवसटा अर्थ हूँ महानिशा को संपूर्ण रूप से रूपांतरित कर डे रे परिणत कर अश्वपति से डे रे अश्वपति बर्तमान परिभ्रमण कर डे रहा वर्णना बर्तमान हो टाइम होगला बहुत बाट पलैले फुल स्टॉप करदे ये रखीद ये दीटा फुल स्टॉप अच्छी ये पेजटा सारदे छाड़दे टाइम होगला बेसी ये कौन कौन कर अनविसेज्ड बाय एडवर्स सर्कमस्टेंसेस प्रतिकूल परिस्थिति द्वारा अनवरुद्ध होई ताहा एक मधुर निरापद सहज स्वाच्छंद्य निश्वास प्रतिकूल परिस्थिति न आसले मनुष्य सहज स्वाच्छंद्य निश्वास नहीं पारे किसी प्रतिकूल परिस्थिति ना तो अग्रगति क्यों होता जहाँ मृत्यु को आमंत्रण कर शरीर भंगुरता ठारू मुक्त आम शरीर सबु मृत्यु को आशंका कर सबु मृत्यु को ओ दूर रे मृत्यु थी ताकू टाणी 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 पाखक आपण निज भीतर को प्रवेश करके करंतु अनुसंधान करंतु सी मृत्यु को टाणी आणुचे आम प्रति मुहूर्त ये जिनिस गुड़ाक को दूर रे थी रोग हो मृत्यु हो सब प्रकार जिनस टाणी टाणी भीतर को आनुचे एवं ताकू धारण कर दूचे एक कथार से कहते स्वर श्वास निश्वास नौला कि भर को आसपार एवं मृत्यु को आमरण कर आम शरीर ये तो क्लीयर होगा आम शरीर सब मृत्यु को आमंत्रण करगला झाड़ा सफा हो ना बादाम गोटे खाई सागे सागे आम भर कौन हम गला तो झाड़ा बंद हो तो अमंगटा खाईदेली ये बढ़ी डायबिटीज ये आशंका करके सब डाकी आनी जदि आप गोटे कम करदे फरगेट ऑफर इट टू द डिवाइन यहाँ कर दिया आप बुझंतु करदे दृढ़ विश्वास रखिक भगवान माँ को माँ को कोल मु अच्छी मनकर माँ को ऑफर करदे एवं आतंकित हेबनी ताकू शरीर भितर को आनिया को देवेनी निमंत्रण करें निमंत्रण कर आने छाड़ी दे भूली जी फॉरगेट अबाउट दैट यू हैव टेकन समथिंग फॉरगेट किंतु सेटा को रिपीट करें से असुविधा आम फॉरगेट कले से आसबनी कि आउ थे रिपीट करे आसे रिपीट कर सर करदेल यू फॉरगेट दैट ये नथिंग विल हैपन एठी सेटा कौन होची ना आमे कौन करू सहज श्वास मृत्यु को आमरण कर शरीर भंगुरता आम शरीर भंगुर आज अच्छे कार घटे न कारण मृत्यु को आम सब आशंका कर डाकी आनु मुक्त ए दिनटा ए दिन से सब ना कि फार फ्रॉम द डेंजर जोन ऑफ द सबमिटिंग विल स्टम्बलिंग विल पदस्खलित होता दिव्य संकल्पर आम विपदांचल ठारू बहु दूरस्थ हो रही दिनटा केमती पदस्खलित होता दिव्य संकल्प गोटे दिव्य संकल्प अच्छे सृष्टि से दिव्य संकल्प हूँ से किमती स्टम्बलिंग स्टम्बलिंग अर्थ हूँ एठी सेठी पाद पड़ा झुंटिवा दिव्य संकल्प यदि ठीक थी कोटे पड़ोनी दिव्य संकल्प सब इतस्तता ये पड़ू से पड़ू झुंटुची पड़ू दैट इज स्टम्बलिंग से जो पदस्खलित होता दिव्य संकल्प आम विपदांचल एरा सब द्वारा विपद आसुची विपदांचल बहुत दूरस्थ हो रही है दिन ता पाखक आसुन एवं इट नीडेड नॉट टू क्रब इट्स पैशनेट बीट्स ताहा तार आवेग प्रवण स्पंदन सब को नियंत्रण कर आवश्यकता ना आवेग जो ता भीतर होची ताको नियंत्रण कर बहुत आडभांस करगले आम ये रखा जदि हम ये बकेट को आरथर को आउे प्रकाश करवा गोटे पेज रहीगला आरथर करवा आपण मान समस्त को धन्यवाद एवं बाप एवं परम प्रभु श्री अरविंदर चरण रे मोर गभीर हृदय गभीर कृतज्ञतार सहित प्रणाम जन आज वक्तव्य शेष कर आपण मैंने गोटे कथा सब मन रखिए ये सबू जिन घटना जहाँ घटे माँ ही घटे
ଏ କୌଣସି ବ୍ୟକ୍ତିର ଏଠି କିଛି ନାହିଁ। ଏ ବ୍ୟକ୍ତି ମାତ୍ର ଇନଷ୍ଟ୍ରୁମେଣ୍ଟ ହେଇଥାଏ। ଇନଷ୍ଟ୍ରୁମେଣ୍ଟ ନହେଲେ ଗୋଟେ ଜିନିଷ ଘଟିବନି। ଏ ସବୁ ମା ହିଁ ଘଟଉଛନ୍ତି, ମା ହିଁ ବୁଝଉଛନ୍ତି, ମା ହିଁ ସବୁ କରୁଛନ୍ତି। ଏଇ କଥା ସବୁବେଳେ ଧ୍ୟାନ ଥିବ। ଏବଂ ତାକୁ ଏଇଠି ମୁଁ ରଖୁଛି। ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଭାଇ ଦଉଛି। ପ୍ରଣାମ 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 ଭାଇ ପ୍ରଣାମ ପ୍ରଣାମ ପ୍ରଣାମ। ମୁଁ ରାଜବିହାରୀ କହୁଛି ଭାଇ। ୟା ପରେ ପରେ ଯେତେ ଟକ୍ ସବୁ ୟୁଟ୍ୟୁବରେ ଆସିବ ଆମର। ଆମ ଭାଗ୍ୟ ଖୋଲିଗଲା। ଆପଣ ତ କରୋନାରେ ଆପଣଙ୍କ କରୋନା ଆପଣ ସୀମା ମାଡ଼ି ପାରିଲାନି। ୟୁ ଆର୍ ଦି ଓନ୍ଲି ଆଜ୍ଞା ପର୍ସନ ଆଲୋକ ପାଣ୍ଡେ ସେକେଣ୍ଡ ମ୍ୟାନ ଯୋଉମାନେ କି କରୋନା ଟୀକା ନେଲେନି। ଆଲୋକ ପାଣ୍ଡେଙ୍କୁ ସେ ମାନେ ସାର୍ଟିଫିକେଟ ମିଳିଗଲା ଯେ ସେ କରୋନା ଟୀକା ନେଇଛନ୍ତି ବୋଲି, ନହେଲେ ୱାର୍ଲଡରେ ବୁଲି ନଥାନ୍ତେ। ମାଙ୍କ କୃପା। ତେଣୁ ଆପଣ ଆରମ୍ଭ କରିଦେଲେ। ଆପଣ କୁହନ୍ତୁ କଥା କୁହନ୍ତୁ। ଉଠେଇଲେଣି ତ, ଆପଣ କଥା ଉଠେଇଲେଣି। ମୁଁ ଗୋଟେ କଥା କହୁଛି ଶୁଣନ୍ତୁ। ମୁଁ କରୋନା ୟୁଟ୍ୟୁବରେ ଆପଣଙ୍କୁ ସବୁ ଟକ୍ ଆସିବ। ଶୁଣନ୍ତୁ ୟୁଟ୍ୟୁବରେ ଆମେ 5 ଥର ଶୁଣିବୁ। ୟା ପରେ ଆଉ ନିସ୍ତାର ନାହିଁ। ଆଉ ଆମେ ଆଉ ଛାଡିବୁନି। ହେ ଶୁଣନ୍ତୁ, କୁହନ୍ତୁ କୁହନ୍ତୁ କୁହନ୍ତୁ। ଆମର ହଁ ମୁଁ କରୋନା ଟୀକା ନେଇନି। ସେଟା ଅହଙ୍କାର ହଉ ବୋଲି ମୁଁ ହଁ କହୁନଥିଲି। ମା ନାଇଁ ଯେତେବେଳେ ଆଲୋକ କହିଲେ ପାଣ୍ଡେ ବି ନେଇନାହାନ୍ତି। ଆଲୋକ ପାଣ୍ଡେ ବି ନେଇନାହାନ୍ତି। 2 ଜଣ ନେଇନି, ଚତୁଃପାର୍ଶ୍ଵରେ ସମସ୍ତେ ଥଣ୍ଡା ସର୍ଦ୍ଦିରେ ମତେ ଥଣ୍ଡା ଟିକେ ସର୍ଦ୍ଦି ଟିକେ ବି ହେଇନି। ସେଇଟା କରୋନା ଛାଡ ଗୋଟେ ଅହଙ୍କାର ନୁହେଁ। ଦି ସେଇଟା ଥର ଆମ ଟୀକା ପାଖରେ ନେଇଛନ୍ତି। ହଁ ଦି ହଁ। ଥର ଟୀକା ନେଇକିରି ରୋଗ ହେଇକି ମରିଛନ୍ତି। ଆମେ 3 ଥର ଟୀକା ନେଇକିରି ରୋଗ ହେଇକି ପଡିଛୁ। ହସ୍ପିଟାଲରେ ଭୟ କରିକିରି। ଏବଂ ଏବଂ ମା ମତେ ସମ୍ପୂର୍ଣ୍ଣ ମୁକ୍ତ ରଖିଛନ୍ତି ସେଥିରୁ। ମାନେ କାରଣ ଆଲାଉ ମା କଲେନି ମତେ ଆପଣଙ୍କୁ। ଆଜ୍ଞା ଆପଣଙ୍କ ସରହଦ ଭିତରକୁ ଆଲାଉ କଲେନି। ମା ମାନେ ପୁରେଇ ଦେଲେନି। ହଁ ସେଇଟା କୁହନ୍ତୁ। ସେଇଟା ଠିକ। ତେଣୁ ଆଚ୍ଛା ଶୁଣନ୍ତୁ, ସେ ଯାହା ତ ହେଲା। ଯେତେ ବାଟ ତ ଗଲେ ଅନ୍ଧକାର ଆମର ସରିଗଲା। ଆଲୋକକୁ ଆସିକି ପହଞ୍ଚି ଗଲେଣି। ଆଉ ଆପଣଙ୍କ ହଁ ୟୁଟ୍ୟୁବରେ ନିଶ୍ଚୟ ଟକ୍ ଛାଡିବେ ସବୁ ଗୁଡା। ଆମେ 5 ଥର ଦେଖିବୁ। ପ୍ଲିଜ ନାଇଁ ଅନୁରୋଧ ୟୁଟ୍ୟୁବରେ ଏଇଟା ବହୁତ ସେ ମୋ ନାତି ବ୍ୟବସ୍ଥା କରିଦେଇଛି। ସବୁ ୟୁଟ୍ୟୁବକୁ ହଁ ଯାଉଛି। ସବୁ ଟକ୍ ସବୁ ଟକ୍ ୟୁଟ୍ୟୁବରେ ଆସିବ। ଆମେ ହଉ ଏଇ ଠିକ ଭାଗ୍ୟ ପାଇଁ ମାଙ୍କୁ ପ୍ରାର୍ଥନା କରୁଛୁ। ମା ଆପଣଙ୍କୁ ଦୀର୍ଘାୟୁ କରନ୍ତୁ। ଆପଣ ଆମ ସାବିତ୍ରୀ ସରିଲେ ଯାଇ ଯାହା କଥା। ହଁ ସାବିତ୍ରୀ ଏଣ୍ଡ ପର୍ଯ୍ୟନ୍ତ ଯିବେ। ଆପଣ ସାବିତ୍ରୀ ଥରେ ମୂଳରୁ ଶେଷ ଯାଇଛନ୍ତି। ଏବେ ଆଉ ଥରେ ଶେଷ ପର୍ଯ୍ୟନ୍ତ ଯିବେ। ତାପରେ ଯାଇ ଯାହା ଛୁଟି ଫୁଟି ଆପଣଙ୍କୁ ମିଳିବ କି ନା। ଆଉ ଛୁଟି ନାହିଁ ଆପଣଙ୍କର। ମହାପାତ୍ର ବାବୁ କହୁଛନ୍ତି ତ? ହଁ ଆଉ କିଏ କହିବ ଆପଣ ସେ ଏତେ ଭାଇ ଯୁକ୍ତି ଭାଇ କରିବ। ଭାଇ ଭାଇ ଟିକେ ଷଣ୍ଢ ପୁରେଇଲି। ସେ ହଁ କହ। ୟୁଟ୍ୟୁବ ର ଲିଙ୍କ ଟା ଟିକେ ଗ୍ରୁପ ରେ ଛାଡିଦେବେ। କାରଣ ସେ ହଉ ୟୁଟ୍ୟୁବର ଲିଙ୍କ ଟା ଅଛି, ମୁଁ ଛାଡିଦେବି। ସବୁ ୟୁଟ୍ୟୁବରେ ୟୁଟ୍ୟୁବ ଯାଉଛି। ଲିଙ୍କ ସେ ଟା ଗ୍ରୁପ ରେ ନାତି ଛାଡିଦେଲେ କରିଦେଇଛି ବ୍ୟବସ୍ଥା। ଯେତେବେଳେ ଚାହିଁବେ ଏପରିକି ଶୁଣିପାରିବେ। ଆପଣ ୟା ଆଗରୁ ଆଜ୍ଞା 5ଟା 7ଟା 10ଟା କ୍ଲାସ ମଧ୍ୟ ୟୁଟ୍ୟୁବରେ ଅଛି। ବାସ୍ ସେଇ ଲିଙ୍କ ଟା ଛାଡିଦେଲେ ସମସ୍ତେ ଯେତେବେଳେ ଚାହିଁବେ ଶୁଣିପାରିବେ। ନାଇନ୍ଥ ଚାପ୍ଟର ଅନୱାର୍ଡସ ଏଇସବୁ। କାରଣ ହଁ ହଁ ଅନ୍ଧକତା ଭିତରେ ଗଲା ବେଳକୁ କଷ୍ଟ ଭାରି। ବୁଝି ହେଲାନି ଧରିହେଲାନି। ଆଉ ଏବେ ଡେ ଆଣ୍ଡ ନାଇଟ୍ ନା। ଅନ୍ଧକାର ତ ଗଲାଣି ଆଉ କାଇଁ ମନେ ପକେଇବା। ଏବେ ତ ପୂର୍ଣ୍ଣ ଡେ ଆଉ ଅନ୍ଧକାରର ଟ୍ରେସ୍ ନାହିଁ ଆଉ। ଆଉ ଛୁଟି ନାହିଁ ଆପଣଙ୍କୁ। ଆମର ଆଉ ସେ ପୁଣ୍ୟ ଦରକାର ନାହିଁ। ଆଲୋକରେ ହିଁ ଆମେ ଯାତ୍ରା କରିବା। ୟୁଟ୍ୟୁବ ହେଲା ଆମର ଆସ। ଆଉ ଗ୍ରୁପରେ ଛାଡିବେ ନହେଲେ ଜାଣି ହଉନି ଆପଣ କୋଉଟେ ଛାଡିଲେ ନ ଛାଡିଲେ। ରହିଲି ହଉ ଭାଇ ହଉ କୋଟି କୋଟି ପ୍ରଣାମ ହଉ ମାଙ୍କ ଚରଣରେ। ଆପଣଙ୍କୁ ନମସ୍କାର। ନଟ୍ 110 ପୂର୍ବରୁ ଆପଣ ଛାଡି ପାରିବୁନି ଆମକୁ। ବଞ୍ଚିବୁ କେମିତି ଆମେ ଆପଣଙ୍କୁ ଛାଡିକି। ମାଙ୍କର କୃପା ଆଉ। ନିଶ୍ଚୟ ଆମେ ଆଏ ଡିମାଣ୍ଡ କରୁଛୁ। ଗ୍ରୁପରେ ମାଙ୍କ ପାଖେ ଆମେ ଦାବି ଏ କରୁଛୁ। ଆମର ବୟସ ତ ସେଣ୍ଟ୍ରାଲ ବୟସ ହେଇଗଲାଣି। ତେଣୁ କିଏ କଣ କହିବ କଣ କେତେ ହେଇ କଣ ପୁଣି ଭାବୁ। ଆପଣ ସେ କଥା କହିଲେଣି। ଆପଣ ପୁଣି ସେ କଥା କହିଗଲେଣି ବୟସ ହେଇଗଲାଣି କେମିତି କହିଲେ। ନା ଶୁଣନ୍ତୁ ଆପଣଙ୍କର ହଁ ଭାଇ ସୁଭାଷ ଭାଇ ଆପଣଙ୍କର ହଁ ୟୁର ଏଜ୍ ଇଜ ଜଷ୍ଟ ଏ ନମ୍ବର। ଅଲ୍ ଆୱାର ହଁ ଏଜେସ୍ ଆର୍ ଓନ୍ଲି ନମ୍ବରସ୍। ଏଇ ଗ୍ରୁପରେ ନମ୍ବର ଅଛନ୍ତି ନା, ଦେୟାର ଏଜ୍ ଇଜ ଓନ୍ଲି ଜଷ୍ଟ ଏ ନମ୍ବର, 2 ଫିଗର ନମ୍ବର। ୟୁ ଆର୍ ଏ ବେବି। ଭାଇ ବାସ୍ ଆପଣ ବାସ୍ ବାସ୍ ୟୁ ଆର୍ ଏ ବେବି। ମାଙ୍କ ୟେସ୍ କୋଳରେ ୟେସ୍ ପୁରା ବଢୁଛନ୍ତି ଆପଣ। ଆଉ ବେବି ନୁହନ୍ତି ଆଉ କଣ। ବେବି ୟୁ ଆର୍ ମଦର୍ସ। ହଁ ସେଇଠି କହିଲେ ବଡ କଥା। that feeling is with me. ଫିଲିଙ୍ଗ ନୁହେଁ। ୟୁ ଆର୍ ରିଅଲି ଏ ବେବି। ମଦର୍ସ ବେବି ଗ୍ରୋଇଂ ଇନ୍ ମଦର୍ସ ଲ୍ୟାବ୍।
mother's child growing in mother's lap and ଆଉ protected by Savitri itself. The whole Savitri ଆପଣଙ୍କୁ ଚାରିପାଖ ବଡ଼ ହେଇକିରି ଆପଣଙ୍କୁ ଧରିକି ରଖିଛି. In the womb of Savitri you are growing. ଆପଣ କରୋନା Thank is a you. proof of that. ହଉ ରହିଲୁ ଭାଇ, କୋଟି କୋଟି ପ୍ରଣାମ ମାଙ୍କୁ, ଆପଣ ଏଇଭଳି ଭାବରେ ଆମକୁ ନମସ୍କାର ଶୁଣାନ୍ତୁ. ନମସ୍କାର। ନମସ୍କାର ନମସ୍କାର।